Okay, am I audible now? ଦେଖ ଆମେ କଣ କରିବା ନା ନ୍ୟୁଜ୍ ପେପରର ଡେଲି ଟିକେ ଟିକେ ମୁଁ ଭାବୁଛି ପ୍ରତିଦିନ ଆଟଲିଷ୍ଟ 20 ମିନିଟ୍ସ କି 30 ମିନିଟ୍ସ ଖଣ୍ଡେ ନ୍ୟୁଜ୍ ପେପର ଗୁଡ଼ା ନ୍ୟୁଜ୍ ପେପର ଯାହା ବି ମେଜର ଓପିଏସସି ବା ଓଏସ୍ ଏକ୍ଜାମ ପଏଣ୍ଟ ଅଫ୍ ଭ୍ୟୁରୁ ଯୋଉଟା ଇମ୍ପୋର୍ଟାଣ୍ଟ ପୁରା ଟିକେ ଡିସ୍କସନ୍ କରିବା ହେଲା ଡେଲି ବେସିସ୍ରେ ଜିଏସ୍ କ୍ଲାସ୍ ସହିତ ହେଲା। କଥା ହେଲା ଯେ କୋଉ କୋଉ ନ୍ୟୁଜ୍ ପେପର ପଢିବା କଥା। ନ୍ୟୁଜ୍ ପେପର ଦିଟା ବେଷ୍ଟ ନ୍ୟୁଜ୍ ପେପର ଯୋଉଟା ମେନଲି ଦେଖ କୌଣସି ନ୍ୟୁଜ୍ ପେପର କିନ୍ତୁ ଆଡଭର୍ଟାଇଜମେଣ୍ଟ କରୁନାହାନ୍ତି। ମେନଲି ଯାହା ଜଣା ଓଭର ଦ ଇୟର୍ସ ଦେଖାଯାଇଛି ତ ଇଣ୍ଡିଆନ ଏକ୍ସପ୍ରେସ ହଉ କି ଦି ହିନ୍ଦୁ ହଉ ଏ ଦିଟା ଭଲ ନ୍ୟୁଜ୍ ପେପର ହେଲା ଫ୍ରମ୍ ସିଭିଲ ସର୍ଭିସେସ୍ ପଏଣ୍ଟ ଅଫ୍ ଭ୍ୟୁ। ଏଡିଟୋରିଆଲ ପେଜ ଗୁଡାକ ହେଲା କି ମେଜର ଅଲ୍ କିଛି ଆର୍ଟିକଲ ହେଲା ଯୋଉଟାକ ଆସୁଛି ତ ପ୍ରିଲିମିନାରୀ ପରୀକ୍ଷା ହଉ କି ମେନ୍ ପରୀକ୍ଷା ହଉ ଇଭନ୍ ଏସଏ ପଏଣ୍ଟ ଅଫ୍ ଭ୍ୟୁ ବି ଜିଏସ୍ ର ଆନ୍ସର ଲେଖିବା ପାଇଁ ଏଗୁଡ଼ା ବହୁତ ଇମ୍ପୋର୍ଟାଣ୍ଟ ଏଗୁଡ଼ା ଆକ୍ଚୁଆଲି। ଆଗରୁ କଣ ହଉଥିଲା ନା ଆମେ ଓଏସ୍ ପାଇଁ ମେନଲି ଓଏସ୍ ପାଇଁ ଯୋଉ ପ୍ରିପାରେସନ ପିଲାମାନେ କରୁଥିଲେ ନ୍ୟୁଜ୍ ପେପର ଆବଶ୍ୟକତା ରହୁନଥିଲା। କଣ ପାଇଁ ନା କୋଶ୍ଚିନ୍ ପ୍ୟାଟର୍ନ ସେଇଭଳିଆ ବହୁଥିଲା ଟ୍ରାଡିସନାଲି ସେମାନେ ପକଉଥିଲେ ତ ଏତେ ନ୍ୟୁଜ୍ ପେପର ନ ପଢିଲେ ଚଳୁଥିଲା। ପିଲା ଅପସନାଲରେ 1200 ମାର୍କ ଅପସନାଲ ଥିଲା ଅପସନାଲକୁ ଆରାମରେ ପଢିକି ଆଉ ଏଗୁଡ଼ା ତ ଜେନେରାଲି ଜିଏସ୍ ଗୁଡ଼ା ବହୁତ ଅଲଗା ଟାଇପର ପ୍ୟାଟର୍ନ ଥିଲା। ଜିଏସ୍ ପଚାରୁଥିଲେ ଯେମିତି 5 ମାର୍କିଆ 2 ମାର୍କିଆ 6 ମାର୍କିଆ ହେଲା 10 ମାର୍କିଆ ଏଇ ଟାଇପର କୋଶ୍ଚିନ୍ ପଚାରୁଥିଲେ ଆଉ ବହୁତ ସିମ୍ପଲ କୋଶ୍ଚିନ୍ ପଚାରୁଥିଲେ ତ ସେଥିପାଇଁ ଏଗୁଡାକ ଆବଶ୍ୟକତା ପଡୁନଥିଲା ନ୍ୟୁଜ୍ ପେପର ନ ପଢିଲେ ବି ଚଳୁଥିଲା ହେଲା। କିନ୍ତୁ ଗତ ବର୍ଷ ଏଇ ବର୍ଷ ଯୋଉ 2020ରେ ଯୋଉ ପରୀକ୍ଷା ହେଲା ଯେମିତି GS1 ଆଉ GS2 ଆଇଏଏସ୍ ପରୀକ୍ଷା ବା ୟୁପିଏସସି ଭଳିଆ ସେମାନେ ବନେଇଛନ୍ତି ପୁରା 20ଟା କୋଶ୍ଚିନ୍ 10 ମାର୍କିଆ 10ଟା 20 ମାର୍କିଆ 10ଟା ଆଉ କୋଶ୍ଚିନ୍ର ଲେବୁଲ ଯେମିତି ପକଉଛନ୍ତି ତ ଆମକୁ ଆମେ ଯେତେ କଣ କି ଯେତେ ଆମେ ମେନ୍ କଥା ହେଲା ଆମର ବେସିକ ଜିନିଷ ଓକେ ହେଇଗଲା ହେଲା ବେସିକ ଅଣ୍ଡରଷ୍ଟାଣ୍ଡିଂ ଯାହା ଥିଲା ଓକେ ବର୍ତ୍ତମାନ ଆମେ କରିଦେଲେ ପଢିଦେଲେ ମନେକର ଗୋଟେ ବେସିକ ଫାଉଣ୍ଡେସନ ବନିଲା କିନ୍ତୁ ଯେତେ ଆମେ ସେଥିରେ ଆଡ ଅନ୍ କରିବା ସେତେ ବେଟର ହବ ଆନ୍ସର। ଆଡନ ଆମେ କେମିତି କରିବା ପଢିଲେ ତ ପୁଣି ଆଡନ ହବ ମନେକର ଆମେ କି ୟୁଟ୍ୟୁବରେ କିଛି ଇନଫର୍ମେସନ ଦେଖୁଛନ୍ତି କି କୋଉଠି କଣ ଗୋଟେ ଦେଖିଲେ ସାଙ୍ଗେ ସାଙ୍ଗେ ନୋଟ କରିଦେଲେ ସେଇଭଳିଆ ନ୍ୟୁଜ୍ ପେପରରେ ଡେଲି ତ କିଛି କିଛି ଆସୁଛି ଆମର ଆମ ଏକ୍ସାମ ପଏଣ୍ଟ ଅଫ ଭ୍ୟୁ ବା ଏକ୍ସାମରେ ଆମର ଯୋଉ କଣ୍ଟେଣ୍ଟ ଗୁଡାକ ଅଛି ସେଇଭଳିଆ କିଛି ନା କିଛି ତ ଆସୁଛି ଡେଲି ନା ଡେଲି ତ ତାକୁ ସେଥିରୁ ଯଦି ଆମକୁ କିଛି ଭଲ ପଏଣ୍ଟସ ମିଳୁଛି ଯୋଉଟାକୁ ଆମେ କି ଆମର ଇଭିନ୍ ବି ଆମ ବେସିକର ବି ରିଭିଜନ ହେଇଯିବ କୋଉଟା ଗୋଟେ ଏମିତି ଏଇ ଟାଇପର ଜିନିଷ ଯଦି ପଢିଥିବ ତ ଟିକେ ଟିକେ ଆମେ ନୋଟ୍ କରୁଥିବା ତ ସେଥିପାଇଁ ସ୍ପେଶାଲି ନ୍ୟୁଜ୍ ପେପର ପାଇଁ ଗୋଟେ ଖାତା ବନେଇଦବ ନ୍ୟୁଜ୍ ପେପର ଆନାଲିସିସ୍ ପାଇଁ ତ ଯୋଉଟା କି ମେନ୍ ପରୀକ୍ଷା ପ୍ରିଲିମ୍ ପରୀକ୍ଷା ମେନ୍ ପରୀକ୍ଷା ବେଳକୁ ସେ ଯୋଉ ନୋଟ୍ସ ଆମେ ଲେଖି ଜମା କରି ରଖିଥିବା ସେ ପୂର୍ବରୁ ଟିକେ ଦେଖ ଆମେ ଯାହା ବି ପଢିବା ଯଦି ରିଭିଜନ ହଉନି ତାର କିଛି ଭ୍ୟାଲ୍ୟୁ ନାହିଁ ସବୁବେଳେ ମନେ ରଖ। ଆମେ ନ୍ୟୁଜ୍ ପେପର ହଜାର ବି ଆରାମରେ ଚା ପିଇକି ଟିକେ ନ୍ୟୁଜ୍ ପେପର ବସିକି ପଢୁଥିବା ଘଣ୍ଟା ଘଣ୍ଟା ଧରିକି କିନ୍ତୁ ନା ଲେଖୁଛନ୍ତି ନା ଏଇ ଜିନିଷ କୋଉଠି ସେଭ୍ କରିକି ରଖୁଛନ୍ତି ଆଉ ଥୋଡି ଆମ ହ୍ୟୁମାନ ବ୍ରେନର ଏତେ କାପାସିଟି ନାହିଁ ହେଲା ହ୍ୟୁମାନ ବ୍ରେନର ଏତେ କାପାସିଟି ନାହିଁ ଯେ ଆମେ ଯାହା ପଢୁଛନ୍ତି ସବୁ ମନେ ରଖିଦବା। ନ୍ୟୁଜ୍ ପେପରରେ ଆମେ ବହୁତ ଜିନିଷ ଅଛି ଦେଖ ପଲିଟିକାଲ ଜିନିଷ ଅନନେସେସାରୀ ଜିନିଷ ବି ବହୁତ ଯୋଉଟା ଆମ ପରୀକ୍ଷା ପଏଣ୍ଟ ବି ଦରକାର ନାହିଁ କିନ୍ତୁ କିଛି କିଛି ବହୁତ ବଢିଆ ଜିନିଷ ଅଛି ଯୋଉଟା ପରୀକ୍ଷାରେ ବହୁତ ଇମ୍ପୋର୍ଟାଣ୍ଟ ତ ଆମକୁ ସେ ଇମ୍ପୋର୍ଟାଣ୍ଟ ଜିନିଷ ଗୁଡା ପଢିବାର ଅଛି ଆଉ ତା ମାନେ ନୁହେଁ ଯେ ଆମେ ଘଣ୍ଟା ଘଣ୍ଟା ଧରିକି ନ୍ୟୁଜ୍ ପେପର ଘଣ୍ଟା ଘଣ୍ଟା ପଢିବାର କୌଣସି ଆବଶ୍ୟକ ନାହିଁ ହାଫ୍ ଆନ୍ ଆୱାର ହେଲେ କାଫି। ଏଡିଟୋରିଆଲ ପେଜ ବାହାର କଲ ଟିକେ ଦେଖିଦେଲ ଆମ ଯୋଉ ଏଡିଟୋରିଆଲ ଗୁଡା ଅଛି ଆମ ପଏଣ୍ଟ ଅଫ ଭ୍ୟୁ ଆମ ପାଇଁ ଆମ ପରୀକ୍ଷା ପାଇଁ ଏଗୁଡା ଦରକାର ନା ନାହିଁ କି ଟିକେ ସ୍କାନ କରି ଗଲ ଆଚ୍ଛା କୋଉ ଆର୍ଟିକଲ ଟା ଟିକେ ପଏଣ୍ଟ କି ପ୍ରିଲିମିନାରୀ ପଏଣ୍ଟ ଅଫ ଭ୍ୟୁ କୋଉଠି କଣ ଟିକେ ଦରକାର ହେଇପାରିବ କି ପୁରା ସ୍କାନ କରିଦେଲ ପଢି ନଥିଲ ଅଧଘଣ୍ଟା କି 40 ମିନିଟରେ ପଢା ଶେଷ ନ୍ୟୁଜ୍ ପେପର ଥୋଇଦେଲ ଶୋଇକି ଉଠିଲା ମାନେ ନ୍ୟୁଜ୍ ପେପର ମନେକର ପଢିଲ ତାହାର ଯେମିତି ଅଭ୍ୟାସ ଅଛି ସେମିତି କର ହେଲା ନିଦ ଭାଙ୍ଗିଲା ତ ଉଠିଲା ନ୍ୟୁଜ୍ ପେପର ତ ଆସିଯାଇଥିବ ରୁମ ଯୋଉଟା ମଗଉଥିବ ତ ଟିକେ ସବୁବେଳେ ଅଫଲାଇନରେ ପଢିବାଟା ବେଟର ମୋ ମତରେ କାରଣ ସେ ଅନଲାଇନ ପଢାରେ କାମ ହଉନି କେତେବେଳେ ହେଲା ତେଣୁ ମନେକର ଯଦି ମନେକର ଅନଲାଇନ ପଢିଲେ କିଛି ପ୍ରୋବ୍ଲେମ ହଉନି ଅଭ୍ୟାସ ଅଛି ଅନଲାଇନ ପଢିବା କିଛି ମାନେ କଣ୍ଟିନ୍ୟୁଟି ମେଣ୍ଟେନ ରହୁଛି ଆଉ ତ ପଢିଲେ ବି ଚଳିବ କିଛି ଅସୁବିଧା ନାହିଁ ଯେକୌଣସି ସୋର୍ସରୁ ଆମକୁ ପଢିବାର ଅଛି ଆଉ ଯାହାର ଅନଲାଇନରେ କଣ୍ଟିନ୍ୟୁଟି ରହୁନି ମନେକର ତ ଅଫଲାଇନ ନ୍ୟୁଜ୍ ପେପର ଆସିଲା ବେଟର ନିଦ ଭାଙ୍ଗିଲା ସାଙ୍ଗେ ନ୍ୟୁଜ୍ ପେପରଟା 40 ମିନିଟ୍ ବସି ପଢିଲ କି ଅଧଘଣ୍ଟା ବସି ପଢିଲ ବେଶୀ ସମୟ ଦବନି ବେଶୀ ସମୟ ଭାରି ଏତେ ନାହିଁ ତ ଯୋଉ ଆସିଲା ମନେକର ପଏଣ୍ଟ ଗୁଡାକ ଆମେ ନୋଟ୍ କରିକି ରଖିଲେ ଆଉ ଏମିତି ନୋଟ୍ କରି ଡେଲି ବେସିସରେ ନୋଟ୍ କରି ସେଗୁଡାକ ଆମକୁ ଲାଷ୍ଟକୁ ହେଲ୍ପ କରିବ ଏଗୁଡାକ ଆମକୁ ଅପସନାଲରେ ହେଲ୍ପ କରିବ GS1 2 ରେ ହେଲ୍ପ କରିବ ଏସଏରେ ହେଲ୍ପ କରିବ ପ୍ରିଲିମିନାରୀରେ ହେଲ୍ପ କରିବ ପ୍ରିଲିମିନାରୀ GS ପେପରରେ ହେଲ୍ପ କରିବ ତେଣୁ ବହୁତ ୟୁଟିଲିଟିଆର ଅଛି ଆଉ ଆମକୁ ଏଗୁଡାକ ଟିକେ ଟିକେ ଏମିତି ଦେଖିବାର ଅଛି ହେଲା ଆଉ ଯେହେତୁ ବର୍ତ୍ତମାନ ସମୟରେ ପ୍ୟାଟର୍ନ ଆଉ ଏମାନେ ଯୋଉ ଭଳିଆ ଅଛନ୍ତି ଆଗକୁ ଯାଇକି ୟୁପିଏସସି ପ୍ୟାଟର୍ନ ହିଁ ହବ ଆମ ଯୋଉ ଓଏସ୍ ପରୀକ୍ଷାଟା ଏଇ ବର୍ଷ କାହିଁ ଚେଞ୍ଜ କଲେନି ମେ ବି ଆର ବର୍ଷ କି ତାର ବର୍ଷ କୋଉ ବର୍ଷ ଗୋଟେ ଚେଞ୍ଜ କରିଦେବେ କରିକି ଏଟା ହଟେଇକି ସବୁ ନୂଆ ପ୍ୟାଟର୍ନ ଲଗେଇଦେବେ ହେଲା ୟୁପିଏସସି ଭଳିଆ ପୁରା ଡିଟୋ ୟୁପିଏସସି ବନେଇଦେବେ କିନ୍ତୁ ଏଇଭଳିଆ ସବୁ ହବ କିନ୍ତୁ ଏବେ ତ ହେଇନି 2021 ପାଇଁ ଆମେ ଯେହେତୁ ପ୍ରିପାରେସନ କରୁଛନ୍ତି ତ 2021 ତ ହେଇନି ସେ ଅଛି ସେ ଯାହା ଥିଲା ସେମିତି ଅଛି କିନ୍ତୁ GS1 ର ପ୍ୟାଟର୍ନ ଚେଞ୍ଜ ହେଇଛି ହେଲା ତେଣୁ ଏଥିପାଇଁ ପଢିବାର ମେନ୍ କଥା ହେଲା ଯେ ଆମ ପାଖରେ ସବୁବେଳେ ସିଲାବସ ରହିବା ଦରକାର ଆମ ପାଖରେ ଯିଏ ଯାହାର ଯୋଉ ଅପସନାଲ ଅଛି ସବୁବେଳେ ଅପସନାଲ ର ପ୍ରିଣ୍ଟ ଆଉଟ ପାଖରେ ରଖିବ ଅପସନାଲ ସିଲାବସ ର ପ୍ରିଣ୍ଟ ଆଉଟ
ମାଇଣ୍ଡରେ ସବୁ ରହିଥିବା ଦରକାର। ଗୋଟେ ମନେକର ମୁଁ ନ୍ୟୁଜ୍ ପେପର ଆଣିଲି, ନ୍ୟୁଜ୍ ପେପର ମନେକର ମୁଁ ଦେଖିଲି ଯେ ଆଚ୍ଛା କୋଉଟା ମୁଁ ଗୋଟେ ମୁଣ୍ଡରୁ ପଢି ଚାଲିଲି, ମୁଁ ଲେଖି ଲାଗିବା ଦରକାର ଯେ ଏଇ ଆର୍ଟିକଲଟା ପଢିଛି ଏଇଟା ମତେ ଏଇ ଟପିକରେ ହେଲ୍ପ କରିବ। ମାନେ ହେଲା ମୁଁ ମନେକର ଦେଖିଲି ଯେ ଏଇ ଯୋଉ ମନେକର ଗୋଟେ ନ୍ୟୁଜ୍ ପେପର ଆଣିଲି ତ ପଢିଲି, ତ ମତେ ଲାଗିଲା ଗୋଟେ ଆର୍ଟିକଲ ମୁଁ ଦେଖିଲି, ସେ ଆର୍ଟିକଲଟା ମୁଁ ଦେଖିଲି ମତେ ଅପସନାଲରେ କୋଉ ପଏଣ୍ଟରେ କୋଉ ଚାପ୍ଟର ପାଇଁ ହେଲ୍ପ କରିବ କି ଜିଏସ୍ ର କୋଉ ଟପିକରେ ମତେ ହେଲ୍ପ କରିବ, ଏଇ ଜିନିଷଟା ଜାଣିବା ଦରକାର। କାରଣ ଯାହା ବି ଅଛି ସବୁଗୁଡା ଏଇ ନ୍ୟୁଜ୍ ପେପରରେ ଡେଲି ଡେଲି ଯୋଉ କିଛି କିଛି ଆସୁଛି ସବୁଗୁଡା କିଛି ନା କିଛି ରେଲିଭାଣ୍ଟ ଜିନିଷ ଆସୁଛି, ସେଗୁଡା ମୁଁ ଖୋଜିକି ଟିକେ ଟିକେ ନୋଟ୍ କରିବାର ଅଛି। ବୁଝୁଛ ନା? ତ 40 ମିନିଟ୍ସ ଇଜ ମୋର ଦାନ୍ ସଫିସିଏଣ୍ଟ। ତୁ 1 ଆୱାର ନହେଲେ ନେଇଯା, କିଛି ପ୍ରୋବ୍ଲେମ ନାହିଁ। 1 ଆୱାର ଗଲା କଣ ଅଛି, ଗୋଟେ ଡେଲି ଡେଲି ମୁଁ 1 ଆୱାର ଦେଲେ କଣ ପ୍ରୋବ୍ଲେମ ଅଛି? ଆଉ ଏଇଟା ଦେଖ ଯୋଉମାନେ ଅଲରେଡି ଗୋଟେ ଟିକେ ପ୍ରିପାରେସନ ଲେଭେଲ ଯୋଉମାନଙ୍କର ହେଇଗଲାଣି, ମୁଁ କହିବା କଥା ମାନେ କହିବାର ମାନେ ହେଲା ଯୋଉମାନଙ୍କର ଅଲରେଡି ପ୍ରିପାରେସନ ହେଇଗଲାଣି, ଯେ ଜାଣିଗଲେଣି, କାରଣ ଅପସନାଲ ଆମ ଯୋଉ ମାନେ କଣ ଯୋଉ ସିଲାବସ ନା ପୁରା ମାଇଣ୍ଡରେ ରହିବା ଦରକାର, କଣ କଣ ଅଛି ପରୀକ୍ଷାରେ। ସବୁବେଳେ ମନେ ରଖ ସିଲାବସଟା ମାଇଣ୍ଡରେ ରହିବା ଦରକାର, ମତେ କଣ ପଢିବାର ଅଛି, ଏମିତି କଣ ପଢିବାର ନା, ଏମିତି ଜିଏସ୍ ଗୁଡା ତ ସମୁଦ୍ର ଭଳିଆ ଅଛି ନା, କେତେ କଣ ଅଛି, ସବୁଗୁଡା ଥୋଡି ପଢିବାର ଆବଶ୍ୟକତା ଅଛି ଆମକୁ, ବୁଝୁଛ ନା ନାଇଁ? ତେଣୁ ଆମେ ମନେକର ଦେଖୁଛନ୍ତି ଯେ ମନେକର ଗୋଟେ ନ୍ୟୁଜ୍ ପେପର ଖେଳେଇଲେ ଗୋଟେ ଟପିକ ଦେଖିଲେ, ସେ ଟପିକଟା ଆମ ସିଲାବସର କୋଉ ଟପିକ ସହିତ ଲାଗିବ ବା କୋଉ ଟପିକ ପାଇଁ ଏଟା କୋଉ ଟପିକରେ ସେ ଜିନିଷଟା ଲାଗିପାରେ, ସେ ଜିନିଷଟା ମାଇଣ୍ଡରେ ସାଙ୍ଗେ ସାଙ୍ଗେ ଆସିଯିବା ଦରକାର। ତେଣୁ ସେଥିପାଇଁ କହୁଛି ସବୁ ସିଲାବସକୁ ପ୍ରିଣ୍ଟ କରିକି ପାଖରେ ରଖିବ, ଜିଏସ୍ 1 2 ସିଲାବସ ଆଉ ଅପସନାଲ ସିଲାବସ, ମାନେ ମେନ୍ କଥା କହୁଛି। ଆଉ ପ୍ରିଲିମରେ ତ ଆମେ ଜାଣିଛେ ପ୍ରିଲିମରେ କଣ ସିଲାବସ କି ପ୍ରିଲିମ ସିଲାବସଟା ରଖିଦେବ ଆହୁରି ବେଟର ହେଲା। ପ୍ରିଲିମରେ କଣ ଜେନେରାଲ ସାଇନ୍ସର ତ ଲେଖା ଅଛି, ଖାଲି ଜେନେରାଲ ସାଇନ୍ସ, କେବଳ ଇକୋନୋମିକ୍ସରେ ଲେଖା ହେଇଛି ଯେ ଯୋଉ ଡେମୋଗ୍ରାଫି ମାନେ ପଭର୍ଟି ଏଇ ସବୁ ଜିନିଷ, ସଷ୍ଟେନେବଲ ଡେଭଲପମେଣ୍ଟ, ଇନକ୍ଲୁଜନ, ମାନେ ସୋସିଆଲ ଇନିସିଏଟିଭ, ଏସବୁ ଯୋଉଟା ଲେଖା ହେଇଛି ସେଗୁଡ଼ା ଟିକେ ମାନେ ଏଗୁଡ଼ା ସବୁ ମାଇଣ୍ଡରେ ରହିବା ଦରକାର। ମତେ ଇକୋନୋମିକ୍ସରେ କଣ କଣ ପଢିବାର ଅଛି, ଇକୋନୋମିକ୍ସର ମେନ୍ ପେପର ଜିଏସ୍ ପେପର 2 ରେ ଇକୋନୋମିକ୍ସ ଅଛି ଆମର, ତ ସେଠି କଣ କଣ ଲେଖା ହେଇଛି, ସେଭଳିଆ ଏଇ ଜୋଗ୍ରାଫିରେ କଣ ଲେଖା ହେଇଛି ପ୍ରିଲିମରେ, ଜୋଗ୍ରାଫିରେ ବି ପ୍ରିଲିମରେ ଯାହା ଲେଖା ହେଇଛି ସେଠି ମେନରେ ବି ସେୟା ଲେଖା ହେଇଛି। ସେଠି ପ୍ରିଲିମରେ ମୋର ଅଧିକ ଅଛି, ପ୍ରିଲିମରେ କଣ ଲେଖା ହେଇଛି ସୋସିଆଲ ଜୋଗ୍ରାଫି, ଇକୋନୋମିକ ଜୋଗ୍ରାଫି ଆଉ ସୋସିଆଲ ଜୋଗ୍ରାଫି, ଇକୋନୋମିକ ଜୋଗ୍ରାଫି ଆଉ ଫିଜିକାଲ ଜୋଗ୍ରାଫି, ଇଣ୍ଡିଆ ଆଣ୍ଡ ୱାର୍ଲଡ। ଆଉ ଜିଏସ୍ ମେନ୍ ପେପର ଜିଏସ୍ ମେନରେ କେବଳ ଇଣ୍ଡିଆ ଆଉ ଓଡ଼ିଶାର ବି ଟିକେ, ଇଣ୍ଡିଆ ଆଣ୍ଡ ଓଡ଼ିଶା, ସ୍ପେସିଫିକାଲି ଯୋଉ ଓଡ଼ିଶା ମାଇଣ୍ଡ ହଉଛି ତ ଓଡ଼ିଶା ଲେଖା ଓଡ଼ିଶାର ଅଛି। ତେଣୁ ଏଇ ଟାଇପର ସିଲାବସଟା କଣ କି ପୁରା ଆମର ହୋଲ ସିଲାବସ ପାଖରେ ରହିଲେ ଆମେ ରିଲେଟ କରିପାରିବା। ଆଚ୍ଛା ଏଇଟା ଆମର ଆୟୁଷ୍ମାନ ଭାରତ ଉପରେ ଆସିଛି, ତ ଦେଖିଥିଲେ ଆୟୁଷ୍ମାନ ଭାରତ ଆମ ହେଲ୍ଥରେ ଆମର କାରଣ ଅଛି, ଜିଏସ୍ ପେପର 1 ରେ ଯୋଉ ଆମର ଅଛି ଜିଏସ୍ ପେପର 1 ଆମର ଟପିକ ଅଛି, ଆରେ ଜିଏସ୍ ପେପର 1 ଆମର ଟପିକ ନାହିଁ ହେଲ୍ଥ ଟପିକ। ଦେଖ ଏଠି ମୋର ପାଖରେ ସମସ୍ତଙ୍କ ପାଖରେ ବି ଯିଏ ବି ତିନିଟା ଅଙ୍କ ସବୁବେଳେ ତିନିଟା ଅଙ୍କର ରଖିଦେଇଥିବ ପ୍ରିଣ୍ଟ କରିକି ପାଖରେ, ଯେତେବେଳେ ପଢୁଛ ତ ସାଙ୍ଗେ ସାଙ୍ଗେ କଣ ସିଲାବସରେ କୌଣସି ନ ପଢିବା ଦରକାର। ଆଚ୍ଛା ଜିଏସ୍ ପେପର 1 ଆମର ଦେଖ, ଜିଏସ୍ ପେପର 1 ରେ ଏଇ ଯୋଉ ଅଛି କରେଣ୍ଟ ନ୍ୟାସନାଲ ଇସ୍ୟୁ ଟପିକ ଅଫ ସୋସିଆଲ ରେଲିଭାନ୍ସ, ସେଥିରେ ଯୋଉ ଇସ୍ୟୁଟା ସୋସିଆଲ ଇସ୍ୟୁ ଯୋଉଟା ଅଛି ସେଥିରେ କଣ ଅଛି, ଚାଇଲ୍ଡ ଲେବର ଅଛି, ଜେଣ୍ଡର ଇନଇକ୍ୱାଲିଟି ଅଛି, ଆଡଲ୍ଟ ଲିଟରାସି ଅଛି, ରିହାବିଲିଟେସନ ଅଫ ଦ ହ୍ୟାଣ୍ଡିକ୍ୟାପ୍ଡ ଆଣ୍ଡ ଅଦର୍ସ ଡେପ୍ରାଇଭ୍ଡ ସେଗମେଣ୍ଟ ଅଫ ଦ सोसाइटी, ଡ୍ରଗ ଆବ୍ୟୁଜ, ପବ୍ଲିକ ହେଲ୍ଥ, ଏଜୁକେସନ, ଅନଏମ୍ପ୍ଲୟମେଣ୍ଟ। ପବ୍ଲିକ ହେଲ୍ଥ ଗୋଟେ ଟପିକ ଅଛି, ତ ଆମକୁ ସେଇଟା ଜିଏସ୍ ପେପର ହେଲ୍ପ କରିପାରେ, ବୁଝୁଛ ନା ନାଇଁ? ଏଇ ଟାଇପର ଜିନିଷ ଆମକୁ ଆଉ ହେଲ୍ଥ ରିଲେଟେଡ ବି ମାନେ ଆଉ କିଛି ଜିନିଷ ଆମେ ପଢୁଛନ୍ତି ସବୁ ରିଲେଟ କରିପାରିବା ଦରକାର। ଏଇଟା କୋଉ ଟପିକରେ ଆମ ସିଲାବସର କୋଉ ଟପିକ ପାଇଁ ପର୍ଟିକୁଲାର ଯାହା ଆର୍ଟିକଲଟା ଲେଖା ହେଇଛି ରେଲିଭାନ୍ସ ଅଛି, ବୁଝିଲା? ସେଇଟାକୁ ଆମକୁ ସେମିତି କରିକି ଲେଖିବାକୁ ପଡିବ। ଯେତେବେଳେ ନୋଟ୍ ବନଉଥିବ, ଯେତେବେଳେ ଆମେ ଗୋଟେ ଖାତାରେ ତ ନୋଟ୍ କରିବା, ଗୋଟେ ନ୍ୟୁଜ ପେପର ଆନାଲିସିସ୍ ପାଇଁ ଗୋଟେ ପର୍ଟିକୁଲାର ଖାତା ବନେଇଦବ, କାରଣ ସେଇ ଖାତା ଡେଲି କିଛି ଲେଖି 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 ଡାଏରୀ ମେଣ୍ଟେନ ଭଳିଆ ସେ ପରୀକ୍ଷା ବେଳକୁ ଗୋଟେ ଗୁଡାଏ ହେଇଯାଇଥିବ ତାଙ୍କୁ ରିଭିଜନ କରିବା ପାଇଁ। ଆଉ ସବୁବେଳେ ମନେ ରଖ ଆମେ ଯାହା ବି ପଢିବା ଯଦି ରିଭିଜନ ହଉନି ତାର କିଛି ଭ୍ୟାଲ୍ୟୁ ନାହିଁ ପଢିକି, ଓନ୍ଲି ୱେଷ୍ଟେଜ ଅଫ ଟାଇମ। କାରଣ ଆମେ ପଢିଦେବାର କିଛି ମନେ ରହିବନି, ମେ ବି ସାଙ୍ଗେ ସାଙ୍ଗେ ମନେ ଅଛି କାଲିକି ଭୁଲି ଯାଇଥିବ। ତ କିଛିଟା ପଏଣ୍ଟ ଗୁଡା ନୋଟ୍ କରିବା ଏଥିରୁ ଖୋଜିକି, ମାନେ ତାକୁ ସ୍କାନ କରିକି ଯୋଉ କିଛିଟା ପଏଣ୍ଟ ନୋଟ୍ସ କରିକି ଖାତାରେ ଲେଖିଦବା, ସେଇ ପଏଣ୍ଟ ଆମକୁ ହେଲ୍ପ କରିବ ପରୀକ୍ଷା ବେଳକୁ। ପରୀକ୍ଷା ପୂର୍ବରୁ ଯୋଉ ରିଭାଇଜ କରିକି ଯିବା ପରୀକ୍ଷାରେ ଲେଖିବା ପାଇଁ ହେଲ୍ପ ହବ। ଆଉ ନହେଲେ ଗୁଡାଏ ଜିନିଷ ଏମିତି ପଢିକି କୁଆଡେ ଥୋଡି ମନେ ରହିବ, କୁଆଡେ ଭୁଲି ଯାଇଥିବା, ଏମିତି ପଢି କିଛି ବି ଲାଭ ନାହିଁ ନ୍ୟୁଜ ପେପର, ବୁଝୁଛି ନା? ଯାହା ବି ପଢିବା କିଛି କିଛି ପଏଣ୍ଟ ହଉ ପଛେ ଲେଖିଦେଇଥିବା ସେଇଟା ହେଲା। ତେଣୁ ମୁଁ ଆମ ପାଖରେ ଆମେ ଦିଟା ନ୍ୟୁଜ ପେପର ଭଲ ମୋ ମତରେ, ଗୋଟେ ହେଲା ଦ ହିନ୍ଦୁ ଆଉ ଗୋଟେ ହେଲା ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ ହେଲା। ଆଉ ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ ଆମର ଭୁବନେଶ୍ୱର ସିଟି ଏଡିସନ ଆସୁଛି ହେଲା। ଆମ ଓଡିଶାରେ ଯୋଉ ଏଡିସନ ଆସୁଛି ଆମେ ତାକୁ ପଢିବା, ଆମ ଦିଲ୍ଲୀ ଏଡିସନ ଦରକାର ନାହିଁ। ତେଣୁ ଆମର ଭୁବନେଶ୍ୱର ଏଡିସନ ଆସୁଛି, ଆମର ଭୁବନେଶ୍ୱର ସିଟି ଏଡିସନ ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ, ଆଉ ଦ ହିନ୍ଦୁ ବି ଆମର ଆସୁଛି କଣ କଟକ ଏଡିସନ, ଦି ହିନ୍ଦୁ ବି ଆସୁଛି। ତେଣୁ ଯୋଉଟା ବି ଗୋଟେ ଦିଟାଙ୍କ ନ୍ୟୁଜ ମଗେଇବା କୌଣସି ଆବଶ୍ୟକତା ନାହିଁ, ଯେକୌଣସି ଗୋଟେ ମଗାଅ ହେଲା। ଗୋଟେ ଯେକୌଣସି ପଢିଲେ ଆମ କାମ ହେଇଯିବ। ଯେ ଆମେ ଭାବୁଛେ ଯେକୌଣସି ଗୋଟେ ନ୍ୟୁଜ ପେପର କଲେ ହେଲା, ଯେକୌଣସି ଗୋଟେ ନ୍ୟୁଜ ପେପର ହେଲେ ଆମ କାମ ହେଇଯିବ, ଦ ହିନ୍ଦୁ ହଉ କିମ୍ବା ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ, ଯେକୌଣସି ଆଟଲିଷ୍ଟ ଗୋଟେ। ଆଉ ବାକି ଅଲଗା ବହୁତ ଇଂଲିଶ ନ୍ୟୁଜ ପେପର ଆସୁଛି, କିନ୍ତୁ ସେଗୁଡା ତ ଆଉ ମାନେ ପଢିବା ପାଇଁ ଆମର ଇଏ ନାହିଁ।
ଆଉ ମାନେ ଏତେ ଟାଇମ୍ ଆଉ ପଢିପାରିବେ କି ସବୁ ନ୍ୟୁଜ୍ ପେପର ବସି ଦିନ ସାରା ପଢିବେ ନା କଣ? ତେଣୁ ଗୋଟେ ନ୍ୟୁଜ୍ ପେପର ହେଲେ କାଫି ହେଇଯିବ। ଯେକୌଣସି ଗୋଟେ ମଗାଅ। ଆଉ ଏଠୁ ଯେହେତୁ ଆମର ମୁଁ ଯୋଉଠି ରହୁଛି ସେଠି ଇଣ୍ଡିଆନ୍ ଏକ୍ସପ୍ରେସ ଆମ ଆଭେଲେବଲ୍ ଅଛି, ତ ଆମେ ଇଣ୍ଡିଆନ୍ ଏକ୍ସପ୍ରେସ ର ଡିସ୍କସନ କରିବା ପ୍ରତିଦିନ। ଆଉ ବାକି ତମେ ଯଦି ହିନ୍ଦୁ ମଗେଇବ ତ ସେଇ ଷ୍ଟାଇଲରେ ଦେଖିଦବ କଣ କଣ ନ୍ୟୁ କରି ତାକୁ ନୋଟ୍ କରିଦବ ହେଲା। ତେଣୁ ଦି ଇଣ୍ଡିଆନ୍ ଏକ୍ସପ୍ରେସରେ ଆଜି ଆମେ ଷ୍ଟାର୍ଟ କଲେ ମନେକର 21 ମାର୍ଚ୍ଚର, ମୁଁ ଯେମିତି କହିଲି ସେମିତି ସବୁବେଳେ ଗୋଟେ ଖାତା ବନେଇବ ନ୍ୟୁଜ୍ ପେପର ଆନାଲିସିସ୍ ପାଇଁ। ମେଜର ଯାହା ପଏଣ୍ଟସ୍ ବାହାରିବ ଆମେ ଡେଲି ବେସିସରେ ତାକୁ ଲେଖିବା। ଯୋଉଦିନ କିଛି ମନେକର କିଛି ଗୋଟେ କୋଉଦିନ ଅଧିକ ଭଲ ରେଲିଭାଣ୍ଟ ଟପିକ୍ ଅଛି, କୋଉଦିନ ନାହିଁ ଅଲଗା କଥା, କିନ୍ତୁ କିଛିଟା ଡେଲି ବେସିସରେ କିଛି କିଛି ପଏଣ୍ଟସ୍ ଲେଖୁଥିବା। ଆଉ ସେଇ ପଏଣ୍ଟସ୍ ଆମେ ପରୀକ୍ଷା ପୂର୍ବରୁ ରିଭାଇଜ କରିବା ହେଲା। ବେଳେ ବେଳେ ମୁଁ ଏବେ 10 ତାରିଖ ଦିନ ପଢିଥିଲି ଆସିଥିଲା ଯେ ମେଜର ରିଜନ ଅଫ ମାନେ ୟୁଏସ୍ ଆଉ ୟୁକ୍ରେନ ୱାର, ସେଟା ତ ଆମର ବହୁତ ଦରକାର। ଆମ ୟୁଏସ୍ ୟୁକ୍ରେନ ୱାର ଯୋଉ ହେଲା ତାର ମେଜର ରିଜନ ଗୁଡା ଗୋଟେ ଏଡିଟୋରିଆଲ ଲେଖା ହେଇଥିଲା। ଆରେ 7:30ରେ କ୍ଲାସ ଅଛି, ଦେଖ 7:30ରେ କ୍ଲାସରେ ସମସ୍ତେ ରାଇଟ୍ ଟାଇମରେ କର, କାରଣ ନହେଲେ ଆମର ଯୋଉ ହାଫ୍ ଆନ୍ ଆୱାର ରହିଛି ତ ଏମିତି ପଳେଇଯିବ ଆନାଲିସିସ୍ କଣ ହବ ନ୍ୟୁଜ୍ ପେପର, ବୁଝୁଛ ନା ନାଇଁ? ତ ଆମକୁ କରିବାର ଅଛି ନା ଟାଇମିଂଟା ବେଟର। 7:30ରେ ଜଏନ୍ କରିବା ପାଇଁ ଟ୍ରାଏ କରିବ ହେଲା। ତ ଆଉ ଗୋଟେ ହେଲା କଣ ନା, ଯେମିତି କହିଲି ମାନେ କରିବାର ଅଛି ଯୋଉ ମେଜର ରିଜନ ଗୁଡା ବୋଧେ ଦେଇଥିଲା ସେଥିରେ, ତ ସେଗୁଡା ଆମେ ନୋଟ୍ କରିଦେବାର ଅଛି। କାରଣ ଆମକୁ ପରୀକ୍ଷାରେ ଯେତେବେଳେ ହବ ଆମକୁ ଏଇ ଜିନିଷଟା ବହୁତ ହେଲ୍ପ କରିବ ନା, କାହିଁକି ମେଜର ରିଜନ କଣ ଥିଲା ୱାର ହବାର ୟୁକ୍ରେନ ଆଉ ରଷିଆ ଭିତରେ। ଦେଖ ଆଜି ଗୋଟେ ବହୁତ ବଢିଆ ଇମ୍ପୋର୍ଟାଣ୍ଟ ଆର୍ଟିକଲ ଆସିଛି ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସରେ। ଏବେ ସମସ୍ତଙ୍କ ପାଖରେ ଇଣ୍ଡିଆନ୍ ଏକ୍ସପ୍ରେସ ଅଛି କି? ଆରେ ସମସ୍ତଙ୍କର ଇଣ୍ଡିଆନ୍ ଏକ୍ସପ୍ରେସ ଅଛି କି ଏବେ? ମୋର ତ ଡେଲି ଏଡିସନ। ଦିଲ୍ଲୀ ଏଡିସନ କୋଉଠି ଅଛ କି ଏବେ? হ্যাঁ স্যার ମୋର ଇଏ ନାହିଁ, ମୋ ଅନଲାଇନ ପିଡିଏଫ ଟା ଅଛି। ଆଚ୍ଛା ଦିଲ୍ଲୀ ଏଡିସନ ଅଛି। ଆଚ୍ଛା ଆମ ଓଡିଶା ଏଡିସନ ବି ଭଲ, କାରଣ ଗୋଟେ ଦେଖ ସବୁବେଳେ ଗୋଟେ ମାନେ ହାର୍ଡ କପି ମଗାଅ ରୁମକୁ। ଅନଲାଇନରେ ଠିକ ଅଛି, ବଟ ହାର୍ଡ କପି ମଗେଇଲେ ମୋ ମତରେ ବେଷ୍ଟ। ଆଜି ଗୋଟେ ଆସିଥିଲା ଆମର ଯୋଉ ଅସିତ ତ୍ରିପାଠୀ ଥିଲେ, କାରଣ ଆମେ ଦେଖ ଆମେ ଯୋଉ ଫୋକସ କରୁଛନ୍ତି ଆମର ମେନଲି ଫୋକସଟା ହଉଛି ଓପିଏସସି ପାଇଁ ନା ବର୍ତ୍ତମାନ ଓଏସ୍ ପାଇଁ। ତ ଇଷ୍ଟ ଆମର ଭୁବନେଶ୍ୱର ସିଟି ଏଡିସନରେ କାଫି ଜିନିଷ ଓଡିଶା ରିଲେଟେଡ ଜିନିଷ ବହୁତ ଆସୁଛି, ବୁଝିପାରୁଛ ନା? ଦିଲ୍ଲୀ ଏଡିସନରେ ଦିଲ୍ଲୀ ରିଲେଟେଡ ଜିନିଷଟା ବହୁତ ଦଉଛନ୍ତି। ଏଡିଟୋରିଆଲ ପେଜ ପ୍ରାୟ ସେମ୍ ଥାଏ, କିନ୍ତୁ ଏଇଗୁଡାକ ସବୁ ଅଲଗା ଅଲଗା ଥାଏ। ତାଙ୍କର ଦିଲ୍ଲୀ ଉପରେ ବେଶୀ ନର୍ଥ ଇଣ୍ଡିଆର କାଫି ଜିନିଷ ଗୁଡା ଥିବ। ଆଉ ଆମର ଏଠି ମାନେ କଟକ ଏଡିସନଟା ଆମେ ଯଦି ଦବା କି ଭୁବନେଶ୍ୱର ସିଟି ଏଡିସନରେ ଇଣ୍ଡିଆନ୍ ଏକ୍ସପ୍ରେସର ଭୁବନେଶ୍ୱର ସିଟି ଏଡିସନ ଓଡିଶା ରିଲେଟେଡ କାଫି ଜିନିଷ ଥିବ ହେଲା। ଦେଖ ଆଜି ଯୋଉ ଏଡିଟୋରିଆଲ ପେଜରେ ଥିଲା ଦେଖିବ ଆଜି ଇଣ୍ଡିଆନ୍ ଏକ୍ସପ୍ରେସର ଏଥର ଯୋଉ ଏଡିଟୋରିଆଲ ପେଜରେ ଦେଖିବ ଗୋଟେ ଷ୍ଟାର୍ଟଅପ ବୁମ୍ କ୍ୟାନ୍ ଦ ମୋମେଣ୍ଟମ ବି ସଷ୍ଟେନ୍ଡ। ଏଟା ଅସିତ ତ୍ରିପାଠୀ ଆମର ଯୋଉ ଥିଲେ କଣ କହିଲ ଚିଫ ସେକ୍ରେଟାରୀ ଥିଲେ ନା, ରିଟାୟାର୍ଡ ହେଇଗଲେଣି ତ, ସେ ଥିଲେ ଅସିତ ତ୍ରିପାଠୀ ସିଲେକ୍ସନ। ଷ୍ଟାର୍ଟଅପ ବୁମ୍ କ୍ୟାନ୍ ଦ ମୋମେଣ୍ଟମ ବି ସଷ୍ଟେନ୍ଡ। ଆଉ ସବୁବେଳେ ମନେ ରଖ ଯେତେବେଳେ ନୋଟ୍ କରୁଛ ନା, ମନେକର ତମେ ନୋଟ୍ କରୁଛ ଗୋଟେ ଆର୍ଟିକଲକୁ, ତମେ ଗୋଟେ ମନେକର କଣ ଗୋଟେ ନ୍ୟୁଜ ପେପର ଗୋଟେ ପର୍ଟିକୁଲାର ଏଡିଟୋରିଆଲ ଆର୍ଟିକଲ ହଉ ଯେକୌଣସି ଆର୍ଟିକଲ ହଉ, ତମେ ସେ ଆର୍ଟିକଲରୁ କିଛି ପଏଣ୍ଟ ନୋଟ୍ସ କରୁଛ, ତମକୁ ଭଲ ଲାଗିଲା ସେଥିରୁ କିଛି ପଏଣ୍ଟ ନୋଟ୍ସ କରୁଛ, ତ ସେଇ ଆର୍ଟିକଲର ଯୋଉ ଟାଇଟଲଟା ଲେଖିଦେଇଥିବ, ସେଇ ଯୋଉଠି ନୋଟ୍ସ କରୁଛ ପେଜରେ ଆଗ ଟାଇଟଲଟା ଲେଖିଦେଇଥିବ। କଣ ପାଇଁ ନା ମନେକର ପରେ ମାସେ 2 ମାସ ପରେ 3 ମାସ ପରେ ତମେ ସେଇ ପଏଣ୍ଟଟା ପଢୁଛ, ତମକୁ କିଛି ବୁଝାପଡୁନି କୋଉଥିରୁ କେମିତି ଲେଖିଥିଲି, ସେଇ ଆର୍ଟିକଲର ଟାଇଟଲଟା ତମେ ଲେଖିଥିବ ନା, ତ ଗୁଗଲରେ ସେ ଆର୍ଟିକଲ ଟାଇଟଲ ମାରିଦବ, ଏକ୍ସାକ୍ଟ ସେଇ ମାନେ ଇଏଟା ପଳେଇ ଆସିବ। ଗୁଗଲରେ ସେ ଟାଇଟଲଟା ମାରିଲା ମାନେ ପଳେଇ ଆସିଯିବ ନା, ସେଇ ଆର୍ଟିକଲଟା ପଳେଇ ଆସିବ, ଡିସପ୍ଲେ ହେଇଯିବ ଇଣ୍ଡିଆନ୍ ଏକ୍ସପ୍ରେସର। ହେଲା ପରେ ତମେ ଚେକ୍ କରିପାରିବ ଯେ କଣ ହେଇଥିଲା କଣ ନାହିଁ। ଆଉ ସବୁ ତ ଆମେ ପେଜ ସେଭ୍ କରିକି ବା କଟ ପିସ୍ କରିକି ରଖିବନି, କେତେବେଳେ ନ୍ୟୁଜ ପେପରରୁ କାଟିକି ଗୋଟେ ରଖିଲେ ସେଟା ବହୁତ ମେଞ୍ଚା ମେଞ୍ଚା ହେଇଯିବ, ଗୋଟା ଲାଷ୍ଟ ମୋମେଣ୍ଟରେ କିଛି କାମକୁ ଆସିବନି, ବହୁତ ହେଇଯିବ, ଗଦା ହେଇଯିବ ପୁରା ହେଲା। କିଛି ରଖିବାର ନାହିଁ, ବରଂ କଣ କରିବ ନା ସେ ଆର୍ଟିକଲର ଟାଇଟଲଟା ସେଠି ଲେଖିଦେଇଥିବ, ଏକ୍ସାକ୍ଟ ଟାଇଟଲଟା ଲେଖିଦେଇଥିବ। ଲେଖିଦେଲା ମାନେ ଯଦି ତମେ କେତେବେଳେ ଦରକାର ହେଲା ମନେକର ପୁରା ଆର୍ଟିକଲଟା ପଢିବା ପାଇଁ ପରବର୍ତ୍ତୀ ସମୟରେ ହେଲା, ତ ସେଇ ଆର୍ଟିକଲଟା ଗୁଗଲରେ ସର୍ଚ୍ଚ କଲେ ଏକ୍ସାକ୍ଟ ପୁଣି ସେଇ ନ୍ୟୁଜ ମାନେ ଏଇଟା ପେଜଟା ପଳେଇ ଆସିବ। ପଳେଇ ଆସିଲେ ପୁଣି ସେଇଠୁ ପଢିପାରିବ ନା, ସେଥିରେ କିଛି ଅସୁବିଧା ନାହିଁ। ଦେଖ ଗୋଟେ କଥା ମୁଁ କହୁଛି ଏଇଥିରେ, ଏଇ ପର୍ଟିକୁଲାର ଆର୍ଟିକଲଟାରେ ଯୋଉ ଲେଖା ହେଇଛି ଷ୍ଟାର୍ଟଅପ ବୁମ୍ କ୍ୟାନ୍ ଦ ମୋମେଣ୍ଟମ ବି ସଷ୍ଟେନ୍ଡ। ଆଚ୍ଛା ଦିଲ୍ଲୀ ଏଡିସନରେ ଏଇଟା ଅଛି କିରେ? ଏଇଟା ଏଡିଟୋରିଆଲ ଏଇଟା ଅଛି ଦିଲ୍ଲୀ ଏଡିସନରେ ଆଶୁତୋଷ? ହଁ ଟିକେ ସାର୍ ମୁଁ ଏବେ ଚେକ୍ କରୁଛି, ଗୋଟେ ମିନିଟ୍। ଦିଲ୍ଲୀ ଏଡିସନରେ ଚେକ୍ କଲ ଏଟା ଅଛି ନା ନାହିଁ। ଦେଖ ଗୋଟେ ଲେଖିଦିଅ ନହେଲେ ଷ୍ଟାର୍ଟଅପ ବୁମ୍ କ୍ୟାନ୍ ଦ ମୋମେଣ୍ଟମ ବି ସଷ୍ଟେନ୍ଡ, ଏଟା ବି ଗୁଗଲରେ ସର୍ଚ୍ଚ କଲେ ପଳେଇ ଆସିବ ଆର୍ଟିକଲଟା ହେଲା। ଦେଖ ମୁଁ କହିଦଉଛି, ମନେକର ଗୁଗଲକୁ ଗଲେ ଆମେ, ଗୋଟେ ମିନିଟ୍।
ଦେଖ ଏଇ ପେଜଟା ଦେଖିପାରୁଥିବ, ଏମିତି ମାରିଲେ ବି ପଳେଇ ଆସିବ। ଦେଖ ଷ୍ଟାର୍ଟଅପ୍ ବୁମ୍ କ୍ୟାନ୍ ଦ ମୋମେଣ୍ଟମ୍ ବି ସଷ୍ଟେନ୍ ଇନ୍ ଦ ଇଣ୍ଡିଆନ୍ ଏକ୍ସପ୍ରେସର ପେଜଟା ଏଇଟା ହେଲା, ଅସିତ ତ୍ରିପାଠୀ। ଏଇଟା ଚାହିଁଲେ ବି ତମେ ପଢିପାରିବ ପୁରା ପରବର୍ତ୍ତୀ ମୋମେଣ୍ଟରେ କେତେବେଳେ ଇଚ୍ଛା ହେଲା ଦେଖିବା ପାଇଁ, ତ ନ୍ୟୁଜ୍ ପେଜଟା ପୁରା ଏଇଠି ଥିବ ହେଲା। ତେଣୁ ସବୁବେଳେ ଟାଇଟେଲଟା କୌଣସି ନୋଟ୍ କଲା ବେଳକୁ ଟାଇଟେଲଟା ଲେଖି ଦଉଥିବ। ଆଉ ଗୋଟେ କଥା ମୁଁ କହୁଛି ଦେଖ, ଆଉ ଗୋଟେ କଥା ମୁଁ କହୁଛି ଶୁଣ, ଆଉ ଗୋଟେ କଣ କରିବାର ଅଛି ଦେଖ। ଆଉ ଗୋଟେ କଣ କରିବାର ଅଛି ଦେଖ, ମନେକର ଏଇ ପିସଟା ଆମେ ପଢିଲେ ଷ୍ଟାର୍ଟଅପ୍ ବୁମ୍ କ୍ୟାନ୍ ଦ ମୋମେଣ୍ଟମ୍ ବି ସଷ୍ଟେନ୍। ଏଇଟା ସବୁବେଳେ ଏବେ ଦେଖ, ଏବେ କୁହାଯାଉଛି ଯେମିତି 2020ରୁ ଆଉ 2030 ହେଲା, 2020ରୁ 2030 ହଉଛି ମାନେ କଣ ଦ ଏରା ଅଫ୍ ଏଣ୍ଟରପ୍ରିନରସିପ୍ ହେଲା। ଦ ଏରା ଅଫ୍ ଏଣ୍ଟରପ୍ରିନରସିପ୍ ହଉଛି 2020ରୁ 2030। ତ ଅଲରେଡି ଆମେ 2 ବର୍ଷ ଦେଢ ବର୍ଷ 2 ବର୍ଷ ପାଖାପାଖି 2021 ଆଉ 2022 ବର୍ତ୍ତମାନ ହେଇଗଲାଣି, ଦେଢ ବର୍ଷ ଖଣ୍ଡେ ହେଇଗଲାଣି। ତେଣୁ ଏଇଟା କାଫି ଏଇ ସମୟରେ ଏଣ୍ଟରପ୍ରିନରସିପର କାଫି ଆକ୍ଟିଭିଟିଜ ହବ। ତେଣୁ ତାର ଏଇ ଯୋଉ ଲେଖା ହେଇଛି ଏଡିଟୋରିଆଲ ପେଜଟା ନା, ଏଥିରେ ବହୁତ ଜିନିଷ ମିଳିବ ଆମକୁ। ଦେଖିବ ଆମର ଯୋଉ ସିଲାବସରେ ଅଛି ଦେଖ, ଆମ ଜିଏସ୍ ମେନ୍ ସିଲାବସରେ ଦେଖିବ, ଜିଏସ୍ ମେନ୍ ସିଲାବସର ଜିଏସ୍ ପେପର 2 ଆମର ଇକୋନୋମି ଅଛି ହେଲା। ତ ଜିଏସ୍ ପେପର 2 ର ଦେଖିବ ଯାଇକି, ଜିଏସ୍ ପେପର 2 ରେ ଆମର ଇଣ୍ଡିଆନ୍ ଇକୋନୋମିର ଟପିକ୍ ଅଛି, ଗୋଟେ ଅଛି କଣ ନା ଡେଭଲପମେଣ୍ଟ ଅଫ ଗୋଟେ କଣ ଅଛି କି ଇକୋନୋମିକ ଡେଭଲପମେଣ୍ଟ, ଇକୋନୋମିକ ରିଫର୍ମସ ଅଛି, ମାନେ ଇକୋନୋମିକ ଡେଭଲପମେଣ୍ଟ ଡ୍ୟୁରିଂ ପୋଷ୍ଟ ରିଫର୍ମ ପିରିୟଡ ବା ଇକୋନୋମିକ ରିଫର୍ମ କେତେ ହେଲା 1991 ମସିହାରେ ହେଲା। 91 ମସିହାରୁ ପରଠୁ ଆଜି ପର୍ଯ୍ୟନ୍ତ ଯୋଉ ରିଫର୍ମ ସବୁ ହେଇଆସୁଛି। ତ ଏଇଟା ଯେହେତୁ ମାନେ ଯୋଉ ଆମର ଏଣ୍ଟରପ୍ରିନରସିପ ବୁମ୍ ଟା ବର୍ତ୍ତମାନ ଯୋଉ ଆସିଛି, ଏଇଟା ତ 91 ପରଠୁ ଆସୁଛି ନା, କଣ ରିଫର୍ମ ହଉଛି। ଏଇ ଜିନିଷରେ କାଫି ରିଲେଟେଡ କ୍ୱେଶ୍ଚନ ଆମେ ଡାଇରେକ୍ଟ ନ ପକେଇଲେ ବି ଆମେ ଯୋଉ ଆନ୍ସର ପଚାରିବା, କ୍ୱେଶ୍ଚନ ପଚାରିବା, ଆମେ ସେଇଥିରେ କାଫି ଜିନିଷ ଲେଖିପାରିବା କୋଉଠି ନା କୋଉଠି। ଷ୍ଟାର୍ଟଅପ୍ କୁ ନେଇକି, ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ନେଇକି, ଷ୍ଟାର୍ଟଅପ୍ ଇଣ୍ଡିଆ, ଷ୍ଟାଣ୍ଡଅପ୍ ଇଣ୍ଡିଆ ଜିନିଷକୁ କରିକି କାଫି ଜିନିଷ ପଏଣ୍ଟ ଏଠି ମିଳିବ ବୋଲି ଆମେ ଲେଖିପାରିବା ହେଲା। କିମ୍ବା ଆମର ଓଡିଶାରେ ବି ଲେଖା ହେଇଛି ଡେଭଲପମେଣ୍ଟ ଡ୍ୟୁରିଂ ଦ ପୋଷ୍ଟ ରିଫର୍ମ ପିରିୟଡ ହେଲା। ଏଇ ରିଲେଟେଡ ଟପିକରେ ବି ଆମେ ଏଇ ଜିନିଷକୁ କାଫି ମାନେ ଯୋଉ ପଏଣ୍ଟସ ଗୁଡା ଆମକୁ ମିଳିବ, ଆମେ ସେଇଠି ଲେଖିପାରିବା ଇକୋନୋମିକ ରିଲେଟେଡ ପଏଣ୍ଟସ ଗୁଡା। ତ ମେଜର କଥା ଦେଖିବ, ସେ କହୁଛି ଯେ ଏଥିରେ କଣ ହେଇଛି ନା ଦେଖ, ମେନ୍ କଥା ହେଲା ସେମାନେ କହିବା କଥା, ତାଙ୍କର ମେନ୍ ପଏଣ୍ଟ ହେଲା ଯେ ଆମର ଯେତିକି ଜବ୍ ମାନେ ଜବ୍ ରିକ୍ୱାରମେଣ୍ଟ ଅଛି, ମନେକର ଆମକୁ ଯେତିକି ଜବ୍ ର ରିକ୍ୱାରମେଣ୍ଟ ଅଛି, ସେତିକି ଜବ୍ ତ କେବେ ହେଲେ ଗଭର୍ଣ୍ଣମେଣ୍ଟ କ୍ରିଏଟ୍ କରିପାରିବନି। ମନେକର ଆମେ ଯେତେ ଏଜୁକେସନ ଆମର ଯେତେ ଗ୍ରାଜୁଏଟ ପ୍ରଡ୍ୟୁସ କରୁଛି ପ୍ରତିବର୍ଷ, ଆମ ଏଜୁକେସନ ସିଷ୍ଟମରେ ଯେତେ ଗ୍ରାଜୁଏଟ ବନୁଛନ୍ତି ପ୍ରତି ଇୟର, ସମସ୍ତଙ୍କ ପାଇଁ ଥୋଡି ଗଭର୍ଣ୍ଣମେଣ୍ଟ ଜବ୍ ତିଆରି କରିପାରିବ। ଗଭର୍ଣ୍ଣମେଣ୍ଟ ପାଖରେ ତ ବହୁତ କମ ଜବ୍ ଅଛି। ତେଣୁ ସମସ୍ତଙ୍କର ଏମ୍ପ୍ଲୟମେଣ୍ଟ କେମିତି ହବ ତାହେଲେ? ତେଣୁ ସେଥିପାଇଁ ଆମକୁ ବିଜନେସ୍ ଦରକାର ବା ଏଣ୍ଟରପ୍ରିନରସିପ ଯୋଉଟା ଦରକାର। ତେଣୁ ସେଥିପାଇଁ ଆମେ ଯେତେ ଏଣ୍ଟରପ୍ରିନରସିପ ଆକ୍ଟିଭିଟିଜ ଯେତେ ପୁଶ କରିବା ମାନେ ସେତେ ଆମ ପାଇଁ ଭଲ, ମାନେ ସେତେ ଜବ୍ କ୍ରିଏସନ ହବ, ସେତେ ଏମ୍ପ୍ଲୟମେଣ୍ଟ ବଢିବ, ସେତେ ଆମର କଣ ଅନଏମ୍ପ୍ଲୟମେଣ୍ଟ କମିବ। ଏଇ ଟାଇପର ଗୁଡାକ ସେ ବହୁତ ଷ୍ଟାଟିଷ୍ଟିକାଲ ଫିଗର ଲେଖିଛନ୍ତି। ସେ କହିବା କଥା ଦେଖ ଯେ ଏଥିରେ ଅଛି ଡ୍ୟୁ ଟୁ ସେଭରାଲ ପଲିସି ଇନିସିଏଟିଭ ଆକ୍ସେସ ଟୁ ଫଣ୍ଡିଂ ଇଜ ବିକମିଂ ଇଜିୟର। ଆମେ ଦେଖ ଏଇଥିରୁ କିଛି କିଛି ବହୁତ ଭଲ ଭଲ ଷ୍ଟେଟମେଣ୍ଟ ଅଛି ବା ପଏଣ୍ଟସ ଅଛି, ସେଗୁଡା ଆମକୁ ପରୀକ୍ଷାରେ ଲେଖିବାର ଅଛି। ମନେକର ସେ କହୁଛି ଯେତେବେଳେ ଗଭର୍ଣ୍ଣମେଣ୍ଟର ସେ କହୁଛି ବହୁତ ଗୁଡେ ପଲିସି ଇନିସିଏଟିଭ ଅଛି, ନୋ ଡାଉଟ ଗୁଡାଏ ପଲିସି ସିଡବିରେ ଯେମିତି ହେଲା, ମୁଦ୍ରା ବ୍ୟାଙ୍କର କନସେପ୍ଟ ହେଲା, ଷ୍ଟାର୍ଟଅପ୍ ଇଣ୍ଡିଆ ଷ୍ଟାଣ୍ଡଅପ୍ ଇଣ୍ଡିଆର କନସେପ୍ଟ ହେଲା, ତ କାଫି ଗଭର୍ଣ୍ଣମେଣ୍ଟ ଇନିସିଏଟିଭ ରହୁଛି। ତ ଏଇଟା ହେବା ଫଳରେ କଣ ହଉଛି ନା ଆମର ଆକ୍ସେସ ଟୁ ଆମର ଯୋଉ କ୍ୟାପିଟାଲ ଆକ୍ସେସ ବା ଫଣ୍ଡର ଆକ୍ସେସ ଏବେ ଇଜିୟର ହଉଛି। ଆଗରୁ ଯେମିତି କୌଣସି ଆମେ ମନେ ଗୋଟେ ଆଇଡିଆ ଗୋଟେ ଚିନ୍ତା କଲେ ୟା କରିବା, ତ ସେଠି ଆମେ ଅଟକି ଯାଉଥିଲେ, କାରଣ ପଇସା କାହିଁ, ବୁଝୁଛ ନା ନାଇଁ, ପଇସାର ପ୍ରୋବ୍ଲେମ ହଉଥିଲା ବା ଏତେ ଗଭର୍ଣ୍ଣମେଣ୍ଟ ଆମକୁ କେତେ ପଇସା ମାନେ ଦେଇପାରିବନି। ଏବେ ଜାଣିଥିବ ଗୋଟେ ସାର୍କ ଟ୍ୟାଙ୍କ ଇଣ୍ଡିଆରେ ଏବେ ଗୋଟେ ପ୍ରୋଗ୍ରାମ ଚାଲିଥିଲା, କଣ କି ସାର୍କ ଟ୍ୟାଙ୍କ ଇଣ୍ଡିଆ ସୋନି ଟିଭିରେ ସାର୍କ ଟ୍ୟାଙ୍କ ଇଣ୍ଡିଆ ଗୋଟେ ଚାଲିଥିଲା। ଏଇ ସବୁ ଜିନିଷ ଗୁଡା ଯେତେ ଯୋଉ ୟଙ୍ଗ ଏଣ୍ଟରପ୍ରିନର ସବୁ ସମାଜ ମାନେ ଅଛନ୍ତି, ସେମାନେ ତାଙ୍କ ୟଙ୍ଗ ଏଣ୍ଟରପ୍ରିନର ହଉ କି ଯେକୌଣସି ମାନେ ଇନିସିଆଲ ଷ୍ଟେଜର ଏଣ୍ଟରପ୍ରିନରସିପର ଇନିସିଆଲ ଷ୍ଟେଜରେ ଯୋଉମାନଙ୍କୁ ଫଣ୍ଡ ଦରକାର, ମାନେ ଯୋଉମାନେ ତାଙ୍କ କିଛି କିଛି ଛୋଟ କମ୍ପାନୀ ବନେଇଛନ୍ତି, ସେ କମ୍ପାନୀକୁ ଇନଭେଷ୍ଟମେଣ୍ଟ ଦରକାର, ବର୍ତ୍ତମାନ ଗ୍ରୋ କରିବା ପାଇଁ ଚାହୁଁଛନ୍ତି, ସ୍କେଲ କରିବା ପାଇଁ ଚାହୁଁଛନ୍ତି, ତାଙ୍କ ଆଇଡିଆକୁ ଆଉ ଟିକେ ଗ୍ରୋଥ କରିବା ପାଇଁ ଚାହୁଁଛନ୍ତି, ତ ସେ ତାଙ୍କୁ ଇନଭେଷ୍ଟମେଣ୍ଟ ଦରକାର। ତ ସେମାନେ ଯୋଉ ସାର୍କ 5 ଜଣ ମାନେ ବିଜନେସ ଫିଲ୍ଡରେ କାଫି ରେପୁଟେସନ ଗେନ୍ କରିଛନ୍ତି, କାଫି ତାଙ୍କ ବିଜନେସକୁ ବହୁତ ଗ୍ରୋ କରିପାରିଛନ୍ତି, କାଫି ବ୍ରାଣ୍ଡ ନେମକୁ ଷ୍ଟ୍ରଙ୍ଗ କରିଛନ୍ତି। ତ ସେମାନଙ୍କ ଭଳିଆ 5 ଜଣ ସାର୍କ ବସୁଥିଲେ, ତାଙ୍କ ଆଗରେ ଆଇଡିଆକୁ କଣ କରୁଥିଲେ, ପିଚ୍ କରୁଥିଲେ। ଆଇଡିଆ ପିଚ୍ କରିବା ମାନେ ଆଇଡିଆ ବିଷୟରେ ତାଙ୍କୁ ଜଣେଇବା, ତାଙ୍କୁ କହିବା, ପ୍ରେଜେଣ୍ଟେସନ ଦବା। ତ ଆଇଡିଆ ପିଚ୍ କଲା ବେଳେ ତାଙ୍କୁ ଭଲ ଲାଗିଲା ଯେ ତା ମନେକର କୌଣସି ସାର୍କ ଯଦି ହଁ
ହଁ ତ କୁହ। ସେଥିରେ ସେମାନେ ଯୋଉ ମାଗୁଥିଲେ ମାନେ ହଁ ଇକ୍ୱିଟି ଯୋଉ ଦଉଥିଲେ ହୁଁ ତ ସେ ଜାଗାରେ ମାନେ କଣ ଇକ୍ୱିଟି ଇନ୍ ଦ ସେନ୍ସ ତାଙ୍କ ପାଖରୁ କିଛି ଲୋନ୍ ଆଣୁଥିଲେ କି ସେୟାର ତ ନିଜ କମ୍ପାନୀର ସେୟାର ହିଁ ତାଙ୍କୁ କିଛି ଦେଇ ଆରେ ଦଉଥିଲେ। ସେଇଟା ଆମ ମନେକର ଆଜିକାଲି ଆମେ ଯୋଉ କମ୍ପାନୀ ବନଉଛନ୍ତି ହେଲା, କମ୍ପାନୀର 100% ସେୟାର ତ ଆଜିକାଲି ରହୁନି କାହା ପାଖରେ। ତାଙ୍କ ସେୟାରରୁ ସେ କିଛି ପରସେଣ୍ଟ ଡିସଇନଭେଷ୍ଟମେଣ୍ଟ କରୁଛନ୍ତି ପଇସା ପାଇଁ। ବୁଝୁଛ ନା ନାଇଁ? ମନେକର ତାଙ୍କ ସେୟାର କିଛି ପରସେଣ୍ଟ ସେ ଆଉ କାହାକୁ ଦେଇଦେଲେ। ଆଉ କାହାକୁ ଦେଲେ ମାନେ ସେତିକି ପରସେଣ୍ଟ, ଯେତିକି ପରସେଣ୍ଟ ଜଣଙ୍କ ପାଖରେ ରହିଲା, ମନେକର ଜଣଙ୍କ ପାଖରେ 7% ସେୟାର ରହିଲା। ସେ ଯଦି କହିଲେ ମୋତେ ଆମ କମ୍ପାନୀର ବର୍ତ୍ତମାନ 7% ସେୟାର ଡିସଇନଭେଷ୍ଟମେଣ୍ଟ କଲୁ, ତା ମାନେ 7% ସେୟାର ଯୋଉ ଲୋକ ପାଖକୁ ଗଲା ତା ବଦଳରେ ସେ ତାଙ୍କୁ କିଛି ପଇସା ଦେଲା। ଏମାନଙ୍କୁ ପଇସା ଦରକାର ଅଛି, ତ ସେ କିଛି ପଇସା ଆଣିଲା। ଆଉ ସେଇ 7% ମାନଙ୍କର ସେୟାର ସେ ଲୋକ ପାଖକୁ ଚାଲିଗଲା ମାନେ କମ୍ପାନୀର 7% ର ଓନରସିପ ତାକୁ ମିଳିଗଲା। ଯୋଉ ଫୁଲ କମ୍ପାନୀ ଥିଲା ତାର, କାରଣ ସେ କିଛି ବି ପଇସା ଦେଲା ନା, ପଇସା ଇନଭେଷ୍ଟମେଣ୍ଟ କଲା। ଆଉ ପଇସା ବୁଝିଲି ଇନଭେଷ୍ଟ, ସାର୍। ହଁ ଫାଉଣ୍ଡର ହେଇପାରେ। ମନେକର ମୁଁ ଗୋଟେ କମ୍ପାନୀ ବନେଇଲି, ମନେକର ହେମୁଣ୍ଡା.com ବନେଇଲା ଗୋଟେ କମ୍ପାନୀ, ବର୍ତ୍ତମାନ ମୁଁ ହେଲି 100% ଓନର ହେବେ। ଆଗକୁ ଚାଲିକି ମୋର କମ୍ପାନୀ ମନେକର ବହୁତ ଗ୍ରୋ କରିବ, ବହୁତ ଲୋକ ଜଏନ୍ କରିବେ, ମୁଁ ଚାହିଁବି ସ୍କେଲ କରିବା ପାଇଁ। ଆଗକୁ ଅଲଗା ଅଲଗା ଟେଷ୍ଟ ଏବେ ଖାଲି ଏମିତି ଓଏସ୍ ପାଇଁ ଅଲଗା ଅଲଗା ଟେଷ୍ଟ ପ୍ରିପାରେସନ, ଯେମିତି ଅନଏକାଡେମୀ, ବାଇଜୁ ଫାଇଜୁ ସବୁ କରୁଛନ୍ତି ବର୍ତ୍ତମାନ। ତ ବହୁତ ଗୁଡେ ଟେଷ୍ଟ ପ୍ରିପାରେସନ ହବ, ଅଲ ଇଣ୍ଡିଆ ଯେତେ ହଉଛି ବହୁତ ଲୋକ ଜଏନ୍ କରିବେ, ବହୁତ ଟିଚର ଜଏନ୍ କରିବେ, ତ ଗୋଟେ କମ୍ପାନୀର ସେପ୍ ନେଇଯିବ। ତ ସବୁତିକ ଓନରସିପ ବର୍ତ୍ତମାନ ମୋ ପାଖରେ ଅଛି। ମୁଁ ଚାହିଁବି ମୋତେ ବହୁତ ପଇସା ଦରକାର ବର୍ତ୍ତମାନ ଗ୍ରୋ କରିବା ପାଇଁ, ମୁଁ କଣ କରିବି 5% ମୋ କମ୍ପାନୀର ତାର ଗୋଟେ ମାର୍କେଟ କ୍ୟାପିଟାଲାଇଜେସନ ହେଇଯିବ, ଭାଲ୍ୟୁଏସନ ହେଇଯିବ କେତେ, ମୁଁ ନିଜେ କରିକି ଦେଖେଇବି ଯେ ମୋର ମାର୍କେଟ କ୍ୟାପିଟାଲାଇଜେସନ ହଉଛି ଏତିକି ହେଲା। କିନ୍ତୁ ମୁଁ କହିଦେଲେ ତ ହବନି, ମୋ ଆଇଡିଆକୁ ନେଇକି ମୁଁ ପିଚ୍ କରିବି। କୋଉଠି ଯୋଉ ଲୋକ ଯୋଉମାନେ ଯୋଉ ଯାହାକୁ ମନେକର ଯିଏ ମୋ କମ୍ପାନୀକୁ ଯିଏ ଇନଭେଷ୍ଟମେଣ୍ଟ କରିବା ପାଇଁ ଚାହିଁବ, ତା ଆଗରେ ମୁଁ ଯାଇକି ପିଚ୍ କରିବି ମୋ ଆଇଡିଆ। ମୋ ଆଇଡିଆ ମାନେ ମୁଁ କଣଟା ଡିଫରେଣ୍ଟ କରୁଛି। ଆଗରୁ ତ ବାଇଜୁ ସେଇ କାମ କରୁଛନ୍ତି, କି ଅନଏକାଡେମୀ କରୁଛି, ଆହୁରି ବହୁତ ଗୁଡେ ଆଜିକାଲି ଯୋଉ ଏଜୁକେସନ ପ୍ଲାଟଫର୍ମରେ ଯୋଉ ପଢେଇବା ଅନଲାଇନ ଟାକୁ, ନୂଆ କମ୍ପାନୀ ଗୋଟେ ହେଇଗଲାଣି ଏଡିଟେକ୍ କମ୍ପାନୀ, ମାନେ ଏଜୁକେସନ ଟେକ୍ନୋଲୋଜି ବା ଏଜୁକେସନ ଥ୍ରୋ ଟେକ୍ନୋଲୋଜି ଏଟା କୁହାହଉଛି। ତେଣୁ ଏଡିଟେକ୍ ସେକ୍ଟରରେ କାଫି ଲୋକ ଆସିଗଲାଣି, ସୋ ମେନି କମ୍ପାନିଜ ହେଇଗଲାଣି ବର୍ତ୍ତମାନ, ଯୋଉମାନେ ଅନଲାଇନ ଟିଚିଂ ପ୍ରୋଭାଇଡ କରୁଛନ୍ତି। ତେଣୁ ସେମାନଙ୍କଠୁ ତମେ କଣଟା ଡିଫରେଣ୍ଟ କରୁଛ, ତମର ୟୁନିକ୍ କଣ, ଯୋଉଟା କୁହାଯାଏ ୟୁନିକ୍ କଣ, ୟୁନିକ୍ ପ୍ରପୋଜିସନ। ବୁଝିଲ, ତମର ୟୁନିକ୍ ପ୍ରପୋଜିସନ କଣ, ତମେ କଣଟା ଅଲଗା କରୁଛ, ତାଙ୍କଠୁ ତମେ କେମିତି ଡିଫରେଣ୍ଟ। ତ ମୁଁ ତାଙ୍କୁ କହିବି ଯେ ହଁ ଏମିତି ଆମେ କରୁଛୁ। ତ ସେଇ ମୁଁ ଆଇଡିଆ ଟା ପିଚ୍ କଲେ ଯେ ମୋର ତ ପୁରା ସ୍କେଲ ଦେଖିବେ, ମୋର ପ୍ରିଭିୟସ ମନ୍ଥରେ କେତେ ରେଭିନ୍ୟୁ ଜେନେରେଟ ହେଇଛି। ଆମର ଯେହେତୁ ଗୋଟେ ଟେଷ୍ଟ ପ୍ରିପାରେସନ କମ୍ପାନୀ ମନେକର, ତ ଟେଷ୍ଟ ପ୍ରିପାରେସନ ଦେଖିବେ ଯେ କେତେ ରେଭିନ୍ୟୁ ଜେନେରେଟ କରିଛ, ତମର କେତେ ପେଡ୍ ଷ୍ଟୁଡେଣ୍ଟସ୍ ଜଏନ୍ କରିଛନ୍ତି ତମ ପ୍ଲାଟଫର୍ମରେ, କେତେ ପେଡ୍ ଷ୍ଟୁଡେଣ୍ଟସ୍ ଅଛନ୍ତି। ତ ସବୁ ଆନାଲିସିସ୍ କରିକି ତାଙ୍କୁ ଲାଗିବ ଯେ ନାଇଁ ଇଏ ଯୋଉ ହେଲା, ତାଙ୍କୁ ଲାଗିବ ଯେ ଇଏ ଯୋଉ ମାନେ ଏମାନେ ଇଏ ଯୋଉ ପ୍ରପୋଜିସନ ଦଉଛି, ବା ଇଏ ଯୋଉ ଆଇଡିଆ ପିଚ୍ କରିଛି ଯେ ହଁ ଏତିକି ମାନେ ଏତିକି ପରସେଣ୍ଟ ପାଇଁ ଏତିକି ପଇସା ମାଗୁଛି, ତ ଏଟା ଠିକ ଅଛି ନାଇଁ, ତାଠୁ କମ ହବ। ତ ସେମାନେ ଆର୍ଗୁମେଣ୍ଟ କରିବେ, ଡିବେଟ୍ ହବ, କି ତାଙ୍କ ଭିତରେ ଯୋଉ କଣ ଯୋଉଟା କୁହନ୍ତି କଣ କୁହନ୍ତି ନେଗୋସିଏସନ ହବ, ନେଗୋସିଏଟ କରିବେ। ତ ସେଇଟା ହଉଛି ନା, ସେ ଅନୁସାରେ ଇନଭେଷ୍ଟମେଣ୍ଟ ନେବେ। ତ ମେନ୍ ଜିନିଷ ହେଲା ସେଇଟା, ଆମକୁ ସେ ଜିନିଷ ଦେଖିଲେ କଣ କି, ଏବେ ଆମର କଣ କି ଆମ ଇଣ୍ଡିଆନ ଯୋଉ ସୋସାଇଟି, ଆମର ଇକୋସିଷ୍ଟମ ନା, ଆମେ ସବୁ ଜବ୍ ସିକର। ଷ୍ଟାର୍ଟିଂରୁ ଆଜି ପର୍ଯ୍ୟନ୍ତ ଆମେ ସବୁ ଜବ୍ ଶିକର। ଆମ ପାଖରେ ଆମେ ମନେ ଏତେ ପାଠ ପଢିବା ସବୁ କରିବା, ଲାଷ୍ଟକୁ ଜବ୍ ଟେ ନ ମିଳିଲେ ଆମକୁ ଆମେ ହତାଶ। କିନ୍ତୁ ଥୋଡି ତମ ପାଠ ପଢାଟା ଗୋଟେ ଜବ୍ ୟାର୍ଡ ସ୍କିଲରେ ମାନେ ମେଜର କରାଯିବ। ତମେ କେତେ ନଲେଜ ଗେନ୍ କଲ, ପରୀକ୍ଷା 2 ଘଣ୍ଟା ଯାଇକି ଲେଖିଦେଇକି ପଳେଇ ଆସୁଛନ୍ତି। ଥୋଡି ଆମ ନଲେଜର ୟାର୍ଡଷ୍ଟିକ୍ ସେଇ ପରୀକ୍ଷାଟା। କିନ୍ତୁ ଗୋଟେ ସିଷ୍ଟମ କରାହେଇଛି, ଯେହେତୁ ଆମେ କିଛି ଗୋଟେ ଜିନିଷ ପାଇବାର ଅଛି, ଏତେ କମ୍ପିଟିସନ ହଉଛି, ତ ଗୋଟେ ଜିନିଷ ପାଇବା ପାଇଁ ସିଷ୍ଟମ ବନା ହେଇଛି, ସେଇ ଅନୁସାରେ ଆମେ କରୁଛେ। ତେଣୁ ସେଇ ଅନୁସାରେ ଯଦି ଅଲଗା ଆଇଡିଆ ଜଣଙ୍କର ମାଇଣ୍ଡରେ ଅଛି, ସେ କେତେ କଣ କରିପାରିବ। କିନ୍ତୁ ସେ ଜିନିଷ ଆମେ ଆଜି ପର୍ଯ୍ୟନ୍ତ ଆମ ଇକୋସିଷ୍ଟମରେ ନଥିଲା। ତ ଗ୍ରାଜୁଆଲି ଜିନିଷ ଲୋକମାନେ ପ୍ରିଫର କରୁଛନ୍ତି, ପ୍ରାୟ ଲୋକ ଏବେ କଣ ଏଣ୍ଟରପ୍ରିନରସିପ ଆକ୍ଟିଭିଟି ଆସିବା ପାଇଁ ଚାହୁଁଛନ୍ତି। ତ ଏଇ ଜିନିଷକୁ ନେଇକି ସେ ଯୋଉ ଲେଖିଛନ୍ତି ଆର୍ଟିକଲଟା, ଯେ ଏଥିରେ ସେ କଣ ଦେଖ ଗୁଡାଏ ଜିନିଷ ଏଥିରେ ମିଳିଯିବ, ଯେ ଦେଖ ଏଥିରୁ ଆମକୁ ମିଳିବ ଯେ ଏଥିରୁ କଣ ଥିଲା, ଦେଖ ମୁଁ ଗୋଟେ ପଢୁଛି ଏଥିରେ ଷ୍ଟେଟମେଣ୍ଟ ଅଛି, ଡ୍ୟୁ ଟୁ ସେଭରାଲ ପଲିସି ଇନିସିଏଟିଭ୍ସ access to funding is becoming easier, which is evident from the capital inflow. In absolute terms, se kone FDI into India has risen from $97 million in 1991। ଦେଖ 1991 ଆମ ଇକୋନୋମିକ ରିଫର୍ମ ହେଇଥିଲା। 1991 ବି ୟୁଏସଏସଆର ଭାଙ୍ଗିଥିଲା, ରଷିଆ ଯୋଉ ଆଗରୁ ୟୁଏସଏସଆର ଥିଲା ନା, ଭାଙ୍ଗିକି ସବୁ 15ଟା ଦେଶ ହେଇଗଲା। ତ 1991 ହେଲା, ତାପରେ ଆମର ଇକୋନୋମିକ ରିଫର୍ମ ହେଇଗଲା। I'm audible now? କଣ ହେଲା?
सर वॉइस आସୁନି ଆପଣଙ୍କର ରହ ଏଇଟା କଟିଗଲା ବୋଧେ ନା କଣ କି? ହଁ ଆସିଲା ଏବେ ଶୁଣାଗଲା କି? ଆରେ ଏବେ ଶୁଣାଗଲା ଠିକରେ? ଏବେ ଶୁଣାଗଲା କି? ହଁ ସାର୍। ହଁ सर ଏଇଟା କଣ ହେଲା କଟିଗଲା କାହିଁକି ଆଜି? ହୁଁ ମୋର ଅପସନ୍ ଛାଡ଼ ଯେମିତି ଥାଉ ତାହେଲେ ଏମିତି। ଆଚ୍ଛା ଏଇଟା ମୁଁ ଏବେ ସ୍କ୍ରିନ୍ଟା ପ୍ରେଜେଣ୍ଟ କରିପାରୁନି, ସେ କଟି ଯାଉଛି ହେଲା। ଦେଖଉଛି ଶୁଣ କହିଦେଉଛି ମୁଁ ଯେମିତି କହିଲି ସେମିତି କରିବ ହେଲା। ମନେକର ଗୋଟେ ଷ୍ଟେଟମେଣ୍ଟ ଲେଖା ହେଇଛି, ଦେଖ ଲେଖିପାର, ଏଇଟା ତମେ ନୋଟ୍ କରିପାର। ଏଇଟା ଟପିକ୍ ଲେଖିଦିଅ 21 ମାର୍ଚ୍ଚ 2022 ହେଲା। ଇଏର ମାନେ ଯୋଉ ଏଡିଟୋରିଆଲ ପେଜର ଯୋଉ ଟପିକଟା ମାନେ ଆର୍ଟିକଲର ନାଁ ହଉଛି ଷ୍ଟାର୍ଟଅପ୍ ବୁମ୍ କ୍ୟାନ୍ ଦ ମୋମେଣ୍ଟମ୍ ବି ସଷ୍ଟେନ୍ଡ କ୍ୱେଶ୍ଚିନ୍ ମାର୍କ ହେଲା। ତମେ ଏଇଟା ଗୁଗଲରେ ସର୍ଚ୍ଚ କଲେ ବି ମିଳିଯିବ ପୁରା ଆର୍ଟିକଲଟା ହେଲା। ସବୁବେଳେ ସେଇଥିପାଇଁ କହୁଛି ଯୋଉଠୁ କିଛିଟା ନୋଟ୍ସ ତମେ କଲେକ୍ସନ କରିବ ସେ ଆର୍ଟିକଲର ପୁରା ନାଁଟା ଲେଖିଦେଇଥିବ। ପରେ ଆମେ ଫ୍ୟୁଚର ଦରକାର ପଡ଼ିଲେ ଆମେ ସେଟା ସର୍ଚ୍ଚ କରିକି ଗୁଗଲରେ ପୁରା ଆର୍ଟିକଲଟା ପାଇପାରିବା ହେଲା। ତେଣୁ ଷ୍ଟାର୍ଟଅପ୍ ବୁମ୍ କଲନ୍ କ୍ୟାନ୍ ଦ ମୋମେଣ୍ଟମ୍ ବି ସଷ୍ଟେନ୍ଡ, ଏଇଟା ହଉଛି ଏଇଟା କିଏ ଲେଖିଛନ୍ତି? ଅସିତ ତ୍ରିପାଠୀ ଲେଖିଛନ୍ତି ହେଲା। ଆମର ଯୋଉ ଥିଲେ ଚିଫ୍ ସେକ୍ରେଟାରୀ ଥିଲେ ଇଏ ଅସିତ ତ୍ରିପାଠୀ ଚିଫ୍ ସେକ୍ରେଟାରୀ ନଥିଲେ କି ଆମର, ତ ସିଏ ଲେଖିଛନ୍ତି ବର୍ତ୍ତମାନ ଆଜିର ଏଡିଟୋରିଆଲ ଏଇଟା। ତ ସେଥିରେ ସେ ଦେଖ ଗୋଟେ କିଛି ପଏଣ୍ଟ ସାର୍ ଆଉଥରେ ଟିକେ ଟାଇଟେଲଟା କହିବେ। ସାର୍ ଆଉଥରେ ଟିକେ ଟାଇଟେଲଟା କହିବେ। ଷ୍ଟାର୍ଟଅପ୍ ବୁମ୍ ହେଲା। ଷ୍ଟାର୍ଟଅପ୍ ବୁମ୍ ହେଲା। ଷ୍ଟାର୍ଟଅପ୍ ବୁମ୍ ମାନେ ଲେଖି ଦିଅନ୍ତି ସାର୍। ଏଇଟା କଣ କମିଗଲା, କୁଆଡ଼େ ଗଲା ପୁଣି ଏଇଟା? ସାର୍ ଆପଣ ଆପଣଙ୍କ ଭିଡ଼ିଓରେ ଟର୍ନ ଅଫ୍ କରିଦିଅନ୍ତୁ, ମେ ବି ଟିକେ ବ୍ୟାଣ୍ଡୱିଡଥ୍ ଫାଷ୍ଟ ହେଇଯିବ। ମୁଁ ସେୟାର କରିବି। ଏଇଟା ପ୍ରେଜେଣ୍ଟିଂ ସ୍କିମ୍ଟା କଟିଗଲା। ଥାଉ ଏମିତି, ପରେ ମୁଁ କାଲି ପୁଣି କରିବା। ତ ଟାଇମ୍ ହେଇଗଲାଣି, ଜଷ୍ଟ ଖାଲି କହିଦେଉଛି ଟିକେ ଟିକେ ଶୁଣ। ଆଚ୍ଛା କାଲି ସମସ୍ତେ 7th ସମସ୍ତେ ସାର୍ପ 7th ଜଏନ୍ କରିଯିବ, ନହେଲେ ବହୁତ ପ୍ରୋବ୍ଲେମ୍ ହେଉଛି। ଆଚ୍ଛା ଷ୍ଟାର୍ଟଅପ୍ ବୁମ୍ ହେଲା, ଟପିକଟା ନା ହେଉଛି ଷ୍ଟାର୍ଟଅପ୍ ବୁମ୍ କଲୋନ୍ କ୍ୟାନ୍ ଦ ମୋମେଣ୍ଟମ୍ ବି ସଷ୍ଟେନ୍ଡ ହେଲା। ତ ସେଥିରେ ଦେଖ କିଛିଟା ଷ୍ଟେଟମେଣ୍ଟ ପରୀକ୍ଷା ଉପଯୋଗୀ କେମିତି ହବ। ସେ ଲେଖିଛି ଡ୍ୟୁ ଟୁ ସେଭରାଲ ପଲିସି ଇନିସିଏଟିଭ ଆକ୍ସେସ୍ ଟୁ ଫଣ୍ଡିଂ ଇଜ୍ ବିକମିଂ ଇଜିୟର। ଏଟା ତ କରେକ୍ଟ ଜିନିଷଟା। ଆଣ୍ଡ ହୁଇଚ୍ ଇଜ୍ ଏଭିଡେଣ୍ଟ ଫ୍ରମ୍ ଦ କ୍ୟାପିଟାଲ ଇନଫ୍ଲୋ। ତାପରେ ଆଉ ଗୋଟେ ସେଣ୍ଟେନ୍ସ ଲେଖା ହେଇଛି, ଇନ୍ ଆବସଲ୍ୟୁଟ୍ ଟର୍ମସ୍ ଏଫଡିଆଇ ମାନେ ଫରେନ୍ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଇନଟୁ ଇଣ୍ଡିଆ ହାଜ୍ ରାଇଜେନ୍ फ्रॉम $97 मिलियन इन 1991 टू $82 बिलियन फ्रॉम फॉर 2021। देखो ये स्टेटमेंट बहुत इंपोर्टेंट, आमको जो लिखिबे कोठी भी दरकार हे पारे, एसएफएस रे कोठी भी दरकार हे पारे। माने एफडीआई रे इनफ्लो जो हेची इंडिया को 1991 मसिया थिला $97 मिलियन आ 2021 रे वर्तमान हे गनी $82 मिलियन। से इंटरनेट पेज लिखिन सत से ये करके लिखिथिबे ना, थोड़ी सेमति लिखि देथिबो। बुझियो ना, एटा गोटे बहुत इंपोर्टेंट स्टेटमेंट थिला जे हमर $97 मिलियन रु जोरे 1991 मसिया रे थिला, सेटा दैट हैज बीन राइज्ड टू 2021 रे 82 बिलियन हला। बिलियन माने 97 मिलियन थिला, बिलियन हे गला बिलियन डॉलर हेची, तो काफी इंक्रीज हेची हला। तापर आ गोटे थिला सिमिलरली द इंक्रीज इन द ओवरऑल इन्वेस्टमेंट बाय प्राइवेट इक्विटीज एंड वेंचर कैपिटल फर्म्स इन इंडिया in Indian companies tossed all time high, that is के $77 बिलियन इन 2021। एटा भी बहुत इंपोर्टेंट। हमर माने प्राइवेट इक्विटी रे हो कि वेंचर कैपिटलिस्ट रे हो, जो हमर प्राय हेची केते हेची $77 बिलियन इन 2021। आ सब मन रख मु जेमिति कहली, इकोनॉमिक्स इज ऑल अबाउट एनालिसिस। मन को स्टेटमेंट हम पढिले हला, न्यूज़ पेपर हम पढिले, सेतरा असला लिखा हेची गोटे प्राइवेट इक्विटीज इन्वेस्टमेंट इन प्राइवेट इक्विटीज। मु तुम बर्तन जो जिनसरा कहउतली माने शेयर इन्वेस्टमेंट करिया, हम जे हम पिच को माने हम आइडिया रो पिच को हम कंपनी कोन काम करू छी, हम यूनिक प्रोपोजिशन कोन हम नै कि इन्वेस्टमेंट माने करिवे ताका आगे बा इन्वेस्टर आगे हम पिच को आइडिया को ताको भलो लागिला। सी हम इक्विटी किछि परसेंट इक्विटी हम ताको देले, ता बदले से माने किछि इन्वेस्टमेंट कले। एटा होछि कोन प्राइवेट इक्विटी इन्वेस्टमेंट। देखो इन्वेस्टमेंट हे पारे कोन आमे इक्विटी इन्वेस्टमेंट उठै पारे, मैं डायरेक्ट लोन भी दे परिबा। हम कंपनी को लोन दबु, मु लोन देबी आ लोन रे तमे प्रति मास रे मते किछि इंटरेस्ट दबो 12% इंटरेस्ट रेट रे कि 13% प्राय आजिकल जो चलछि 12% इंटरेस्ट रेट रे चलछि, प्राय 11-12% इंटरेस्ट रे चलछि। 11% इंटरेस्ट कि 12% इंटरेस्ट रेट रे मु लोन देली, दैट्स ए लोन इन्वेस्टमेंट। इक्विटी इन्वेस्टमेंट माने तम कंपनी रो तमे मते किछि शेयर रो कोनोसी इंटरेस्ट रेट दबा दरकार नै,
तुम इक्विटी देला माने तुम कंपनी रे किछि ओनरशिप देला मते 7% इक्विटी माने 7% रो ओनरशिप पाई गली तुम कंपनी रो बे ता बदले मुझे इन्वेस्टमेंट गले तो प्राइवेट इक्विटी इन्वेस्टमेंट तो सेया कहूची द सिमिलरली द इंक्रीज इन ओवरऑल इन्वेस्टमेंट बाय प्राइवेट इक्विटीज रे आमे माने एटा हला जो इन्वेस्टमेंट ये जो हला प्राइवेट इक्विटी इन्वेस्टमेंट एटा हला एंड वेंचर कैपिटल फर्म्स इन इंडियन वेंचर कैपिटल तो जानि छु हम जो विभिन्न प्रकार वेंचर कैपिटल गुडा अछि तो सेते जो इन्वेस्टमेंट होची देखो इन्वेस्टमेंट म्यूचुअल फंड इन्वेस्टमेंट हला ये जो विभिन्न टाइप रो इन्वेस्टमेंट होची हला ये सब को नेकी से कोन कहउछन ना केते हिसी ऑल टाइम हिसी $77 बिलियन इन डॉलर माने यूएस डॉलर इन 2021 तो आम जिते बेले भी कौन पीस ऑफ स्टेटमेंट गोटे पढ़ा ना प्राइवेट इक्विटी माने कौन वेंचर कैपिटल इन्वेस्टमेंट माने कौन सब जिन बर्तमान आखि पलि आसला तो से अनुसार तुम नेट सर्च करदे गूगल रे जेटा कौन प्राइवेट इन्वेस्टमेंट माने को कथा कहूँ वेंचर कैपिटल इन्वेस्टमेंट माने को कथा कहूँ बुझे नहीं यही सब जिन हमको दरकार है केते 77 बिलियन है 2021 ये जो फिगरटा आमको दरकार हो परीक्षा तो यहाँ तुम मन रही सागे तो गोटे थर पढ़ी गले आम बर्तमान नोट करदे गोटे खातार टाइटल भी लिखिदे ये परवर्ती मोमेंट में चाहिए आर्टिकल पूरा देखा एमती सब आर्टिकल देखा दरकार ना जदि भी कोई इच्छा हम ना ये आर्टिकल कौन लिखाई पढ़ी तो सीटा तुम सर्च कर दो एक्जाक्ट आर्टिकल गूगल पलि आस तब आम पूरा आर्टिकल देखिपर किसी प्रोब्लेम ना आउ गोटे कथा लिखाई यहाँ कौन है जो 77 बिलियन 2021 जोटा कि कौन मान 2020 ठू 62% हायर से तो कहूँ 2000 जो दशंधि चलला पूरा एंटरप्रेन्योरशिप दशंधि कारण देख गोटे वर्ष भितर 62% हायर होगा जदि मान आजिकल जमी क्वेश्चन से मैंने बहुत चेंज कले से भाई बर्तमान इकोनोमिक्स क्वेश्चन मन पकेबे किसी गोटे जे बर्तमान कौन जो शिफ्टिंग होती जस्टिफाई कर कि एंटरप्रेन्योरशिप डेकार्ड बोली मन आसगला क्वेश्चन ये एंटरप्रेन्योरशिप डेकार्ड यहाँ रिफॉर्म पीरियड रे जो इकोनॉमिक रिफॉर्म होची ए जिनसरा हेची तो केमती तुम डिसाइड करबो तुम तो कहि दो ठीक अछि हां एटा एंटरप्रेन्योर डेकार्ड किंतु तुम हां टा को तुम यस टा को तुम जो कहबो ताको सपोर्ट करिया पे स्टेटमेंट दरकार ना डाटा दरकार ना तुम जो स्टेटमेंट लिखिबो मानकर परीक्षा खाता रे ता पे तो डाटा दरकार है तो डाटा गुडा तुम कोड पाइबो कलेक्ट करके कोड एटा भी ता मान नो एटा एठी लिखाइ जरा विभिन्न जगह लिखि ये भी लिखि जने 80 त्रिपाठी सर लिखि चंदी ये भी तो कोड कलेक्ट करके लिखि चंदी कोड पढ़ी के लिखि चंदी ना आमे तो सब जिंस जाई कोड पढ़ी पार ना आमे न्यूज़ पेपर डेली पढ़ला हम किछि जिंस इनपुट मिल जालथियो सेउडा हमको हेल्पफुल हो तो यहाँ जो लिखाई 77 बिलियन इन 2021 एटा केते 62% हायर 2020 आउ एटा से कोट आनते इंडियन वेंचर कैपिटल एंड प्राइवेट इक्विटी एसोसिएशन गोटे अछि सेटा पैसा माने पब्लिश करछन इंडियन वेंचर कैपिटल एंड प्राइवेट इक्विटी एसोसिएशन तो परीक्षा खाता नेम खाली के लिखि दबो ना जे परीक्षा खाता देखुथो से जानिबो केते केमी मार्क अछि तो मत कहबो ए टाइप रो जिंस परीक्षा खाता लिखा हो दरकार खाली एमती माने गोटे ढाबा मारला वाला लिखले कोन हो कोन तापर आउ गोटे स्टेटमेंट अछि सेवरल इंटरनेशनल फार्म्स सच एज सेक्वा कैपिटल ए नाम दरकार हमको कोठी भी लिखिया हम जते रिलेटेड जिंस किछि पढला एटा हम तो बारंबार रिवाइज करल तो मन रहि जिवो मानकर सेवरल इंटरनेशनल फार्म्स सच एज सेक्वा कैपिटल लिखि दियो नाम गुडा जेटा काम करूनी एटा हो दिजी काली पुनी करिया ठीक से सेक्वा कैपिटल सॉफ्ट बैंक हैला लाइट स्पीड हैला नले जे कि से न्यूज़पेपर आर्टिकल टा पढिबो तो लिखाइ थो लाइट स्पीड हैला तापरे ब्लैक रॉक हैला कि टाइगर ग्लोबल हैला ए सब इन्वेस्टमेंट फार्म गुडा हैला इंटरनेशनल फार्म गुडा ये भी इंडिया रे काफी मनी इन्वेस्टमेंट करछन इंडियन बिजनेस रे सब तो इथु ए सब जिंस रे सपोर्टिंग पॉइंट लिखिबा इथु कोन जणा पड़िबो जे नहीं इंडिया एक्चुअली जो इकोसिस्टम रे इंडियन फाइनेंशियल इकोसिस्टम रे पतन जो एंटरप्रेन्योरशिप रो बूम टा आसुची तो ये वाला क्वेश्चन पड़ला पकड़ ना आजकल ये वाला क्वेश्चन पकेबे बर्तन जो स्ट्रक्चर चेंज करले इंटरेस्ट नो बूम टा केमते आसी तो हम तो सपोर्ट करे पे स्टेटमेंट लिखि परिबा नले एटा तो वाला प्राइवेट रे गवर्नमेंट रो देखो सीबी वाला 10,000 करोड़ इन्वेस्टमेंट करछन सीबी बैंक स्पिन तो स्मॉल माइक्रो सेक्टर रे सीबी को लोन दउची मुद्रा बैंक कांसेप्ट हैला ई सब जिंस तो स्मॉल माइक्रो स्केल जो काम करछन जो एसएमई सेक्टर जो काम करछन ना कुछ मान दउछन ना अब कौन सी इकोनॉमी रे देखिबो इकोनॉमी रे हेल्थ का सब एसएमई सेक्टर जना पड़िबो स्मॉल मीडियम और माइक्रो एंटरप्राइजेस जो अच्छी ये जना पड़ो कारण सेगुड़ा मेजर जो जॉब क्रिएशन से बेसी करोछन बेसी भी 10,000 करोड़ देते विभिन्न प्रकार नेशनल गवर्नमेंट जो नेशनल इनोवेशन फाउंडेशन कॉन्सेप्ट है कि जो कौन समृद्धि कॉन्सेप्ट है आ गोटे आरआईज आनिक जो कॉन्सेप्ट गुड़ा है इनिशिएटिव गुड़ा सेंट्रल गवर्नमेंट ये सब जिन ये करने ओडिशा गवर्नमेंट मन देखिए हेतु लिखा है ओडिशा गवर्नमेंट से कहूँ यहाँ पढ़ले ओडिशा जिनस काफी हमको मिल जाए भुवनेश्वर सिटी एडिशन पढ़ले ओडिशा जिन जो मिले यहाँ इंटरव्यू भी हेल्प कर आमको ओडिशा रिलेटेड जिन लिखा यूपीएससी परीक्षा लिखुन ना तो ओडिशा जिन लिखा भी बेटर हम मन गवर्नमेंट ऑफ ओडिशा हैज क्रिएटेड ए फंड ऑफ 100 करोड़ मान 100 करोड़ गोटे करिछि
with alternate investment fund, seed fund and other grants to the incubators माने ये करछन हैला ଆଉ what is the state of art or hub was recently opened to house the state including माने inculcating facility ये जो बिजनेस को करे पे ଗୋଟେ बनेछन से माने कोन state of art or hub ये जिनसा ये ଗୋଟେ पॉइंट आसर मिल जिवो हमको एटा भी बहुत इंपोर्टेंट पॉइंट जिनस रिलेटेड जिनस लिखिया पई हैला आ गोटे से गोटे बढ़िया जिनस करिसंती लिखिसंती जे कंक्लूजन रे जे गोटे इंटरेस्टिंग कैरेक्टरिस्टिक्स जोटा देखिसंती करंट स्टार्टअप एनवायरनमेंट रो कोन होची से देखिसन जो स्टार्टअप सब बनुची हैला माने लास्ट डेकाड रे माने गत दशंधि भीतर जहा सब बनिची से देखा जणा पडुची जो 50% स्टार्टअप जो बनिची रिटेल सेगमेंट रे रिटेल हैला फिनटेक रे हैला देखियो फिनटेक तो काफी हमर देखियो केते पे बे पळे आसला से गूगल पे ठू आरंभ करी भारत पे पेटीएम से कौन कौन विभिन्न पे सब पळे आसले लोक सब समस्त आजिकली गोटा पे तांगर बाहर कर चलले तेणु फिनटेक रे काफी फिनटेक कंपनी रे काफी इन्वेस्टमेंट बा स्टार्टअप कंपनी पळे आसला कि हमर रिटेल सेगमेंट रे काफी जेमती बिग बास्केट हैला कि हमर कोन जो स्विगी हैला कि ओला फोला हैले सब तो रिटेल सेगमेंट रे काम करछन ना तो रिटेल सेगमेंट रे काफी ये जिंस पळे आसलानी ट्रैवल टेक रे ओला भी तो ट्रैवल टेक रे आसीबो ओला हैला उबर हैला एमती बहुत गुडे ट्रैवल टेक्नोलॉजी रे भी पळे आसलानी हैला ये तापरे फूड टेक रे लॉजिस्टिक सेक्टर भी काफी जो माने आछंदी किंतु हमर जो थे बेसी आसीबा कथा एग्रीटेक रे बेसी आसेनी एग्रीटेक रे स्लो डाउन करछि दिन माने समय को समय तो ए पॉइंट हमको दरकार जे सब फील्ड रे गुडाई फील्ड रे जे स्टार्टअप रे बूम आसला परे भी एग्रीटेक सेक्टर रे आसेनी त एग्रीटेक सेक्टर रे आसेनी माने हमको कोन दरकार गुडाई से गुड स्टेटमेंट लिखि छथि होस्ट ऑफ पॉलिसी रिफॉर्म विल बी नीडेड बिफोर ए फॉलन वेव इन विजिबल जदि हम देखिबा जे खसी जाउछि ना पूरा डाउन हवा पूर्व हमको गुडा बहुत पॉलिसी इनिशिएटिव दरकार है ई सेगमेंट रे मेनली एग्रीकल्चर सेक्टर एग्रीटेक गुडा करे काफी स्टार्टअप आसुबा काफी इनोवेटिव आइडिया आसु एथि लोक माने काम करंतु हला इसु आहुरी बहुत दिन से लिखा है पूरा आर्टिकल तुम पढ़ियो जदि जाना पड़ जिवो तो एटा को मेनली हम जो पोस्ट रिफॉर्म पीरियड में ओडिशा सेगमेंट ओडिशा इकोनॉमी रे हो कि इंडियन इकोनॉमी रे हो पोस्ट रिफॉर्म पीरियड रे कोन कोन सब दिया हैछि ता गोटे मेजर क्वेश्चन बनि पारिबो हला तो आपको हम कोठी भी दरकार पड़ पारे जो ये पॉइंट्स गुडा ना हमको बहुत हेल्पफुल हो स्टैटिस्टिकल फिगर गुडा पॉइंट्स गुडा हमको कोठी दरकार हो आ गोटे देखो आ गोटे आसी आ गोटे न्यूज़ थिला देखिबो आ तो टाइम बहुत हे गलानी न्यूज़ पेपर बहुत टाइम नै जिबा पूरा ये करबा हला ओडिशा गवर्नमेंट रेडी टू इम्प्लीमेंट पीएम अभिम ओडिशा गवर्नमेंट रो गोटे आसी पीएम अभिम एटा कोन होछि गला गोडा देखो पढ़िबो गोटे आसी दिबो ओडिशा गवर्नमेंट रेडी टू इम्प्लीमेंट पीएम एबीएचआईएम पीएम हला प्रधानमंत्री माने आयुष्मान भारत हेल्थ केयर कोन हेल्थ केयर इनिशिएटिव मिशन हमर जानिबो हमर जो भेला हेबे जो आयुष्मान भारत रो कांसेप्ट आस्तला प्रधानमंत्री आयुष्मान भारत हमर तीनटा स्टेट आ गोटे यूनियन टेरिटरी को एक्सेप्ट करनथले एटा एमसीक्यू बनि पारे माने प्रीलिम रे बनि पारे एमसीक्यू क्वेश्चन जे आयुष्मान भारत को स्टेट माने करि नाहंती बा गुडा लिस्ट ऑफ स्टेट दे दिथो चारटा खंडे तांग भीतर को माने करि नाहंती देखो वेस्ट बेंगल करिनी ओडिशा करिनी आ तेलंगाना करिनी ए तीनटा स्टेट करि नाहंती माने एक्सेप्ट करना हमर तो आयुष्मान भारत जगह आसी बिजु स्वास्थ्य कल्याण योजना हम ता बदल रे मान चलोछन ना बिजु स्वास्थ्य कल्याण योजना स्मार्ट कार्ड सका दोछन जेमन होछन जे आयुष्मान भारत चला देले बीजेपी रा ना हे जो से पॉलिटिकल इशू जहा तो मत दरकार नै हम जानि गले जे तीनटा राज्य करि नाहंती गोटे हला वेस्ट बेंगल गोटे हला ओडिशा गोटे हला केसे तेलंगाना ए तीनटा राज्य करि नाहंती आ गोटे यूनियन टेरिटरी करनी हेलो दिल्ली दिल्ली गोटे यूनियन टेरिटरी ना तो दिल्ली यूनियन टेरिटरी करिनी एमान सब करि नाहंती किंतु एमाने जो एबे जो नुवा आसी एमाने जो आसला प्रधानमंत्री आयुष्मान भारत हेल्थ इंफ्रास्ट्रक्चर मिशन हेल्थ इंफ्रास्ट्रक्चर मिशन को अडॉप्ट करने कि ओडिशा गवर्नमेंट गोटे वेब ऑफ इंफ्रास्ट्रक्चर सब बनिबो ए सारा तो बनेछन तापर सब गुडा अछि टिके टिकेटा देखिबा पड़िबो देखा आज टाइम हे गलानी वर्तमान में देखिबा आरो सेटा गोटे देखिबो ओडिशा गवर्नमेंट रेडी टू इम्प्लीमेंट पीएम आ एटा लिखला बेलको ना एटा लिखि दबो जे हेल्थ जीएस पेपर टू सोशल इश्यूज रे हेल्थ सोशल इश्यू की हेल्थ लिखि देतो हेल्थ रिलेटेड जिंस बनि पारे आ प्रीलिम रे हमर पड़ी पारे मी तो प्रीलिम रे हमर पड़ी पारे को स्टेट ना नाही कोडा स्टेट रे अछि जिंस पड़ी पारे हला मन कर आ देखियो फर्स्ट पेज रे पड़थिला कॉट कोविशील्ड डोसेज गैप टू 8 ରୁ 16 वीक सेज एक्सपर्ट बॉडी एथरा हमको दरकार जे कोविशील्ड कथा आसीला माने हम जाने कोविशील्ड रो के बनेछि एथर कोवैक्सीन रो भी बनेछि कोवैक्सीन रो भारत बायोटेक कोविशील्ड रो के करे कोवैक्सीन रो भारत बायोटेक एउडा कोन प्रीलिम क्वेश्चन बनि पारे कोविशील्ड के कोविशील्ड हां सेरम इंस्टीट्यूट ऑफ इंडिया सेरम इंस्टीट्यूट ऑफ इंडिया कोविशील्ड रो सेमति एउडा सेरम इंस्टीट्यूट ऑफ इंडिया एउडा का टिके मन रखि दबार अछि कारण प्रीलिम क्वेश्चन बनि पारे हला प्रीलिम क्वेश्चन बनि पारे आ मन हां कोन हला आर्टिकल था कॉट कोविशील्ड डोसेज गैप हम बोले सर सेरम इंस्टीट्यूट पर
सेरम इंस्टीट्यूट ऑफ इंडिया और कोवैक्सीन टा होची भारत बायोटेक कोवैक्सीन टा भारत बायोटेक कोविशील्ड टा सेरम सेरम इंस्टीट्यूट पर करथिला सर ताको ये करथिला ऑक्सफोर्ड ऑक्सफोर्ड କରିଥିଲା ସେରମ୍ ମାନେ क्रॉस चेक कर दियो गूगल रे मैन्युफैक्चर करथिला क्रॉस चेक कर दियो गूगल रे हैला सेटा गोटे आ गोटे अछि देखो हर बहुत बहुत बोल जिंस अछि देखो आ एटा गला आ गोटे अछि आ गोटे देखो व्हाई जो आ गोटे अलगा आर्टिकल जो एडिटोरियल पेज रे अछि व्हाट एन इंक्रीज इन फेड रेट वुड मीन फॉर इंडिया फेड रेट माने जो फेडरल बैंक ऑफ यूएसए हमर जन आरबीआई को तार फेडरल बैंक ऑफ ना यूएसए तार सेंट्रल बैंक ना फेडरल बैंक ऑफ यूएसए हमर जन रिजर्व बैंक ऑफ इंडिया तार फेडरल बैंक ऑफ यूएसए तो तांकर एबे रेट टा बढ़ुची बोधे इंक्रीज एज रेट 25 बेस पॉइंट्स तो ए वाला क्वेश्चन पढ़ले मन तो जाना दरकार बेस पॉइंट माने कोन परसेंटेज टा को इकोनॉमिक्स रे बेस पॉइंट को होची 25 बेस पॉइंट जदी बढ़ी गला तार इंपैक्ट इंडियन इकोनॉमी रे कम पड़िबो बुझिला हेटा टी पढ़िबो हला देखिबो सेगुडा अपन डिस्कशन करिबा टाइम आज होउनी म खाली कहि दउची सेटा गोटे इंपोर्टेंट अछि आ गोटे देखो गोटे बढ़िया देछि जो हमर फाइनेंस पेज को पळे आसो फाइनेंस पेज रे अछि कॉर्पोरेट वर्सेस एलएलपी माने कोंग्रे लिमिटेड लिएबिलिटी पार्टनरशिप सब देखो हमर जो कंपनी सब अछि लिमिटेड लिएबिलिटी पार्टनरशिप कोन लगे